Praise the Lord. Hallelujah. प्रभुଙ୍କର ମହାନ ଆମର ଧନ୍ୟବାଦ ଦିଏ। ପ୍ରଭୁଙ୍କର ମହାନ ଦାସକୁ ଆମେ ପାଇଅଛୁ। ସୁଦୂର କଟକରୁ ସେମାନେ କୋଟକୁ ଆସିଛନ୍ତି। ଆମମାନଙ୍କୁ ବାକ୍ୟ ଦେଇ ଆମକୁ ଉତ୍ସାହିତ କରିବେ। ତେଣୁ ପ୍ରତ୍ୟେକ ସଚେତନ ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ, କର୍ଣ୍ଣ ଖୋଲନ୍ତୁ, ହୃଦୟ ଖୋଲନ୍ତୁ, ମନ ଖୋଲନ୍ତୁ, ସବୁ ନିଜକୁ ଭୁଲି ଯାଆନ୍ତୁ, କେବଳ ଈଶ୍ୱରଙ୍କର ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ। ପ୍ରଭୁଙ୍କର ବାକ୍ୟ ପ୍ରତି ମନୋଯୋଗୀ ହୁଅନ୍ତୁ। ଯେତେବେଳେ ପ୍ରଭୁଙ୍କର ମହାନ ଦାସ ସେମାନଙ୍କୁ ବାକ୍ୟ ଶୁଣେଇବେ, ମନୋଯୋଗ ସହିତ ବାକ୍ୟ ଶୁଣିବା ଆଉ ହୃଦୟ ରଖିବା, ତଦନୁସାରେ ଆମେ କାର୍ଯ୍ୟ କରିବା। ଯେତେବେଳେ ପ୍ରଭୁଙ୍କର ଦାସକୁ ମନୋଜ କରିବେ, ସେ ଉଠିବେ ଆଉ ଆମ ପ୍ରତ୍ୟେକଟିକୁ ଆତ୍ମିକ ଆହାର ପରିବେଷଣ କରି ଆମଙ୍କ ନିମନ୍ତେ ଶେଷ ଆଶୀର୍ବାଦ ଭିକ୍ଷା କରିବେ। ସମସ୍ତେ ଆଖି ବନ୍ଦ କରିବା, ପ୍ରଭୁଙ୍କର ନିଜ ନିଜକୁ ସମର୍ପଣ କରିବା। ପ୍ରଭୁ ମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ଆଉ ଏଇ ଦିନ ଗୁଡାକରେ ଆମମାନଙ୍କୁ ଏକ ବିଶେଷ ସୁଯୋଗ ଦେଇଛନ୍ତି। ସେଇ ସୁଯୋଗର ସଦ୍ବ୍ୟବହାର କରିବା ଆମମାନଙ୍କର କର୍ତ୍ତବ୍ୟ। ଆମମାନଙ୍କୁ ସାବଧାନ ଆଉ ସଚେତନ ହେବାକୁ ପଡିବ ଯେ ଶୟତାନ ଯେପରି ତାର ଚାତୁରୀ ପ୍ରୟୋଗ କରି ପ୍ରଭୁଙ୍କର ଅନୁଗ୍ରହ ଆଶୀର୍ବାଦ ପାଇବାର ଆମକୁ ବଞ୍ଚିତ କରିବ ନାହିଁ। କାରଣ ବାଇବେଲ ଲେଖା ଅଛି, ଯେଉଁ ସ୍ଥାନରେ ଜଣେ ଲୋକ ଗହମ ପୋଡ଼ିଲେ ଶତ୍ରୁ ଆସି ରାତ୍ରି ସମୟରେ ବାଳୁଙ୍ଗା ଭୂମିଦେଲା। ତେଣୁ ଯେତେବେଳେ ପ୍ରକୃତିରେ ପ୍ରଭୁଙ୍କର କାର୍ଯ୍ୟ କୌଣସି ସ୍ଥାନରେ ହୁଏ, ସେତେବେଳେ ବିଶେଷ ଭାବରେ ଶୟତାନ କାର୍ଯ୍ୟ କରିଥାଏ ଆଉ ତାକୁ ସେଇ ଶୟତାନକୁ ସବୁବେଳେ ଅଟକେଇକି ରଖି ହବ ନାହିଁ। ଆଉ ପ୍ରାର୍ଥନା କରି ମୂଳରୁ ତାକୁ ପୁରାପୁରି ବାନ୍ଧିକି ରଖିପାରିବାନି। କାହିଁକି? ତାକୁ ଅନୁମତି ମିଳିଛି। ପ୍ରଭୁ ଯୀଶୁ ନିଜେ କହିଲେ ତାଙ୍କ ଶିଷ୍ୟମାନଙ୍କୁ, ବିଶେଷ କରି ପିତର ସିମୋନ ସିମୋନ, ଗହମକୁ ଚାରୁଡ଼ିରେ ଚଳେଇବା ପରି ଶୟତାନ ତୁମମାନଙ୍କୁ ଚଲେଇବାକୁ ଅନୁମତି ପାଇଛି। ତେଣୁ ତାକୁ ଯଦି ଆମେ ପ୍ରାର୍ଥନା କରି ବାନ୍ଧିକି ରଖିବା, ଅନେକ ସମୟରେ ଆମେ କହିଥାନ୍ତି ଶୟତାନକୁ ବାନ୍ଧି ଦିଅନ୍ତୁ ଯେମିତି ସେ କିଛି କରିପାରିବ ନାହିଁ। ଅବଶ୍ୟ ତାହା ଗୋଟେ ଅଛି, ଯାହା ପୃଥିବୀରେ ବାନ୍ଧିବ ସ୍ୱର୍ଗରେ ତାହା ବନ୍ଧାଯିବ ବୋଲି ସେ ଅଧିକାର ମଧ୍ୟ ପ୍ରଭୁ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କୁ ଦେଇଛନ୍ତି। ପ୍ରଭୁଙ୍କର ବିଶ୍ୱସ୍ତ ଲୋକମାନେ ସେ ଅଧିକାର ପ୍ରାପ୍ତ ଏହି କାର୍ଯ୍ୟ କରୁଛନ୍ତି। ସେଇ ଅଧିକାରକୁ ବ୍ୟବହାର କରି ମୁଁ ବଞ୍ଚିଲି, ନହେଲେ ମୁଁ ବଞ୍ଚି ନଥାନ୍ତି। କିପରି ସ୍ୱପ୍ନ ଦର୍ଶନରେ ମୋର ମୃତ୍ୟୁ ଦଣ୍ଡକୁ ମୁଁ ବାନ୍ଧିଲି ଆଉ ମୁଁ ବଞ୍ଚିଗଲି। ଅନେକ ଲୋକଙ୍କୁ କିନ୍ତୁ ମାରି ଦିଆଯାଉଥିଲା। ଆଉ ତେଣୁ ଯଦି ଆମେ ଆରମ୍ଭରୁ ସବୁ ସମୟରେ ତାହା କରିହବ ନାହିଁ। ପ୍ରଭୁଙ୍କ ଇଚ୍ଛା ନୁହେଁ। ଯଦି ସବୁବେଳେ ପାଇଁ ଆମେ କହିପାରିବା ସବୁଦିନ ପାଇଁ ବା ପ୍ରତ୍ୟେକ ଦିନ ଶୟତାନକୁ ଶୟତାନ କାର୍ଯ୍ୟକୁ ମୁଁ ବାନ୍ଧୁଛି ମୋ ଘରେ କି ମଣ୍ଡଳୀ ଏଇ ଗ୍ରାମରେ ହେଇପାରିବ ନାହିଁ, ଜଗତରେ ହେଇପାରିବ ନାହିଁ। ତାହେଲେ ଶୟତାନ କଣ କହିବ? ପ୍ରଭୁଙ୍କୁ ଯାଇ ତୁମେ ତ ମତେ ଅନୁମତି ଦେଇଛ, ଏମାନେ ବାନ୍ଧୁଛ ଯେ ମୁଁ କିଛି କରିପାରିବିନି, କେମିତି ହବ? ମତେ ଅନୁମତି ଦେଇଛ ପରା, ଗହମକୁ ଚାରୁଡ଼ିରେ ଚଲେଇବା ପରି ଚଲେଇବାକୁ ମତେ ଅନୁମତି ଦେଇଛ ତମେ। ତେଣୁ ସେ କିଛି ସମୟ କାର୍ଯ୍ୟ କରିବ ଆଉ ତା ଭିତରେ ଯିବାକୁ ହବ। ଯେପରି ଆୟୁ ମଧ୍ୟ ଶୟତାନର ଯୋଉ କାର୍ଯ୍ୟ ହେଲା ତାଙ୍କ ଗୃହରେ ସେ ସବୁ ଘଟିଗଲା। ତାପରି ଜଣେ ଲୋକ ସିଦ୍ଧ ସରଳ ପରମେଶ୍ୱର ଭୟକାରୀ ପୃଥିବୀରେ କେହି ନଥିଲା। ପରେ ପ୍ରଭୁ ତାକୁ ଦ୍ୱିଗୁଣରେ ଆଶୀର୍ବାଦ କଲେ। ସେଇପରି ଭାବରେ ଘଟୁଛି। ତଥାପି ଆମମାନଙ୍କୁ ସତର୍କ ହବାକୁ ହବ, ଆମମାନଙ୍କୁ ଜାଗ୍ରତ ହବାକୁ ହବ। ଲେଖା ହଉଛି ସାଧୁ ମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ। ପ୍ରକାଶ ବାକ୍ୟ 13 ପର୍ବ 10 ପଦରେ। ତମେ ଯେତେବେଳେ ଶୟତାନ କାର୍ଯ୍ୟ କରୁଥିବ ଟିକେ ଧୈର୍ଯ୍ୟ ରକ୍ଷା କରିବାକୁ ହବ, ବ୍ୟସ୍ତ ହେଲେ ହବ ନାହିଁ। ବିଶ୍ୱାସ ରକ୍ଷା କରିବାକୁ ପ୍ରଭୁ ଆମମାନଙ୍କୁ ନିଶ୍ଚୟ ଉଦ୍ଧାର କରିବେ, ତାର କାର୍ଯ୍ୟକୁ ବିନାଶ କରିବେ। ତାହେଲେ ଯାଇବେ ଆମେ ଠିକ ରାସ୍ତାରେ ଯାଇପାରିବା। ଆଉ ପ୍ରଭୁଙ୍କ ଧନ୍ୟବାଦ। ଆଜିରେ ବିଶେଷ ସମୟ ସୁଯୋଗ ନିମନ୍ତେ ଆଉ ଗୋଟେ ମାଇକ୍ରୋଫୋନ ଅଛି ଟିକେ ପଛକୁ ଟିକେ ପଢେଇ ଦିଅ। ଭାସ୍କର ଭାଇ ଟିକେ ସଂକ୍ଷିପ୍ତ ଭାବରେ ଟିକେ ପ୍ରାର୍ଥନା କର।
এটা জীবন জীবন প্রত্যেক বিশ্বকে প্রভু তুমি কার্য করে পরমেশ্বর কার্য ଆଉ ପ୍ରଭୁ ପ୍ରଭୁଙ୍କ ଦାସ ପ୍ରତ୍ୟେକ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ପ୍ରତ୍ୟେକ କାର୍ଯ୍ୟକୁ ସଫଳତା କରିବା ନିମନ୍ତେ ସାହାଯ୍ୟ କର ପ୍ରଭୁ ଆପଣଙ୍କ ଦାସ ଆସିଛି ସୁନ୍ଦର ଭାବରେ ସୁସ୍ଥ ସବଳ ହୋଇ ବ୍ୟବହାର କରି ନିଜ ଗୃହକୁ ଫେରିଯିବ ନିମନ୍ତେ ଗୋଟେ କାର୍ଯ୍ୟ ବିକାଶ କରିବ ଆମେ ଯେତେ ପର୍ଯ୍ୟନ୍ତ ବସି ଏଠି ଗୌରବ ପ୍ରଶଂସା ଦେଇପାରିବୁ ସେତେ ସମୟ ପର୍ଯ୍ୟନ୍ତ ତୁମେ ଧୈର୍ଯ୍ୟମାନ ହୁଅ ପ୍ରଭୁଙ୍କ ଦାସ ଯୋଉ ବାକ୍ୟ ଦେବ ସେ ବାକ୍ୟ ମନରେ ସଞ୍ଚିତ କରି ଧନ ସୁଦେଶ ରଖି ବାକ୍ୟକୁ ପାଳନ କରି ଡାଏ ଡାଏ ହୋଇପାରିବେ ତୁମେ କାର୍ଯ୍ୟ ପିତା ତୁମ ନାମରେ ଧନ୍ୟବାଦ କরি ତୁମ ଦାସ ତୁମ ହସ୍ତରେ ସମର୍ପିତ ପ୍ରତ୍ୟେକ ତୁମ ଚରଣ ତଳେ ଦେଇ ପ୍ରାଣ କଥା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗି କେହି ଜଣ ଟିକେ ବାଇବେଲ ପଢିବ ମାଇକ୍ରୋଫୋନ ରେ ସ୍ପଷ୍ଟ ରୂପେ ମାଥ୍ୟୁ 17 ପର୍ବ 14 ପଦରୁ 21 ପଦ ଯାଏ। ପରେ ସେମାନେ ଲୋକ ସବୁ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ପାଖକୁ ଆସି ଆଣ୍ଠୋଇ ପଡି କହିଲା ହେ ପ୍ରଭୁ ମୋର ପୁଅକୁ ଦୟା କରନ୍ତୁ କାରଣ ସେ ମୃଗୀ ରୋଗରେ ବଡ କଷ୍ଟ ପାଉଅଛି ତେଣୁ ସେ ଥରକୁ ଥର ନିଆଁରେ ଓ ଥରକୁ ଥର ପାଣିରେ ପଡୁଛି ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାଙ୍କୁ ଆଣିଥିଲି ମାତ୍ର ସେମାନେ ତାହାଙ୍କୁ ସୁସ୍ଥ କରିପାରିଲେ ନାହିଁ କିନ୍ତୁ ଯୀଶୁ ଉତ୍ତର ଦେଲେ ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ କେତେ କାଳ ମୁଁ ତୁମାନଙ୍କ ସାଙ୍ଗରେ ରହିବି କେତେ କାଳ ତୁମାନଙ୍କ ବ୍ୟବହାର ସହିବି ତାକୁ ଏଠିକି ମୋ ପାଖକୁ ଆଣ ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହା ଠାରୁ ବାହାରି ଗଲା ଓ ବାଳକଟି ସେଇ ଦଣ୍ଡରୁ ସୁସ୍ଥ ହେଲା। କହିଲେ 21 ପଦ ଯାଏ। ଏଥି ଉତ୍ତରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ ଆମ୍ଭେମାନେ କାହିଁକି ତାହାଙ୍କୁ ଛଡାଇ ପାରିଲୁ ନାହିଁ ଯୀଶୁ ସେମାନଙ୍କୁ କହିଲେ ତୁମମାନଙ୍କ ଅଳ୍ପ ବିଶ୍ୱାସ ସକାଶେ କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ଯଦି ଗୋଟିଏ ସରିଷ ଦାନା ପରି ତୁମଙ୍କର ବିଶ୍ୱାସ ଥାଏ ତାହେଲେ ଏହି ପର୍ବତକୁ ଏଠାରୁ ସେଠାକୁ ଘୁଞ୍ଚି ଯା ବୋଲି କହିଲେ ତାହା ଘୁଞ୍ଚିଯିବ ଆଉ କିଛି ହିଁ ତୁମଙ୍କର ଅସାଧ୍ୟ ହେବ ନାହିଁ କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଭୂତ ବାହାରି ଯାଏ ନାହିଁ। ପ୍ରଭୁଙ୍କର ଧନ୍ୟବାଦ। ଆଉ କିଛି ଦିନ ପୂର୍ବେ ବର୍ଷେ 10 ବର୍ଷ ବା 2 ବର୍ଷ ହବ ପରା ଏ ବାକ୍ୟଟା এই ଗ୍ରାମରେ ସଫଳ କଲା ଗୋଟେ ବଡ ଅସମ୍ଭବ ବିଷୟକୁ ବଡ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଭୁ ସମ୍ଭବ କଲେ। ତ ସମସ୍ତେ ଜାଣନ୍ତି ପ୍ରଭୁଙ୍କ ଗୌରବ ନିମନ୍ତେ କେବଳ ମୁଁ ତାଙ୍କୁ ପ୍ରକାଶ କରୁଛି କିଛି ଗୋପନୀୟ ବିଷୟ ତ ନୁହଁ ଯୋଉ ସମୟରେ ଆମର ଏ ମିସାଇଲ ଭାଇ ଆଉ ତାଙ୍କର ଗୋଟେ କେସ୍ ଚାଲିଥିଲା ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡେ ଆଉ ବଡ ଡିଫିକଲ୍ଟ ଥିଲା ସେଠି ବାହାରିବା। ମୁଁ ସେ କେନ୍ଦ୍ରରେ ବସିଥିଲି ଆଉ ତାଙ୍କ ଝିଅ ଇଏ ଗ୍ରେସି ପରା ନା କଣ କୃପା ଗ୍ରେସି ସୁରଜର ଝିଅ ମୁଁ କହୁଛି ସେ ସୁରଜ କଲେ ସେ କହିବ ନିଶାର ଭାଇନା ବୋଲି କହିବ ସେଟା ତ ମୁଁ କହୁଛି ତାର ଗ୍ରେସି ତ ସେ ଆସିଲା ଆଉ ତାର ସାନ ଭାଇ ବି ପାଖକୁ ଆସିଲେ କାନ୍ଦ ହେଇକି ଆଉ ଅଜା ବାପାଙ୍କ ପାଇଁ ଟିକେ ପ୍ରାର୍ଥନା କର ସେ କେମିତି ବାହାରିକି ଆସିବ ମୋର ହୃଦୟ ଛୁଇଁଗଲା। ମୁଁ ସେଠି ବସିଲା ବେଳେ ଖରା ଦିନରେ ମୋବାଇଲ ଟିକେ ଭଲ ଲାଗୁଥିବ ସେ ଚେୟାର ମଧ୍ୟ ନବ ଆଣିବ ଆଉ ସେଦିନ ସନ୍ଧ୍ୟାରେ ଗୀର୍ଜା ଥିଲା ଦିଦି ଭାଇଙ୍କ ଘରେ ମନେ ଥିବ ତମାନଙ୍କର କିପରି ଭାବରେ ପ୍ରାର୍ଥନା କରୁ ଏଇ ବାକ୍ୟକୁ ପଢିକି କହିବି କଣ କହିବ ପର୍ବତକୁ ଏଠାରୁ ସେଠାକୁ ଘୁଞ୍ଚିଯାଏ ତାହେଲେ ଘୁଞ୍ଚିଯାଏ ତମାନଙ୍କ ଅଶାନ୍ତି କିଛି ଗୋଟେ ସ୍ପେଶାଲ କରି ସମସ୍ତଙ୍କୁ ମୁଁ ଠିଆ କରି ମୁଁ ଯେମିତି କରୁଛି ଯାହା କରୁଛି ତାହା କରୁ ଆତ୍ମାରେ ଉତ୍ତେଜ ଜାଣିଛ ଆଜି ଗୋଟିଏ ପର୍ବତକୁ ଏ ଗାଁ ଘୁଞ୍ଚେଇବାକୁ ପଡିବ ସମସ୍ତେ ଅନେଇକି ରହିଥାଉ କଣ ସେ ପର୍ବତ ସେଇଟା ହଉଛି ମିସାଇଲ ଯାହାକି ସମସ୍ତେ ସୁରଜ ବୋଲି କହୁଛ ତାର ସମସ୍ୟା ତାକୁ ମୁକ୍ତ କରିବା
ଆଉ ବାଇବେଲ ଲେଖା ଅଛି କିଛି ଅସାଧ୍ୟ ହବ ନାହିଁ। ମୁଁ ଯେମିତି କହୁଛି ସମସ୍ତେ ଠିଆ ହବ, ଆଖି ବନ୍ଦ କର, ହାତ ଏମିତି ଦେଖାଅ। ମୁଁ ଯେମିତି କରୁଛି ସେମିତି ଉତ୍ତେଜିତ ହେଇକି ପର୍ବତ ଏଠାରୁ ସେଠାକୁ ଘୁଞ୍ଚି ଯା ମୁଁ କହିଲା ତମେ ସମସ୍ତେ କହୁଥିଲ ବାରମ୍ବାର। ତାପରେ ତାର ନାମ ନେଇ ମିସାଇଲର ସମସ୍ୟା ଘୁଞ୍ଚି ଯାଅ, ସେ ମୁକ୍ତ ହଉଛି। ଏମିତି ଭାବରେ ଉତ୍ତେଜିତ ହେଇକି ଆମେ ପ୍ରାର୍ଥନା କରୁ। ମତେ ଲାଗୁଛି ତା ପରଦିନ ତାଙ୍କର ବିଶ୍ୱାସ ଶୁଣିଲୁ ଅସମ୍ଭବରୁ ଅସମ୍ଭବ ଥିଲା ତାର ବାହାରି ଆସୁଛି। ରାତି ଘୋଘା ସମସ୍ତ ବେଳେ ମୁଁ ବୋଧେ ଦିବାକର କରିଥିଲି ନା କଣ, ବାହାରକୁ ଆସିଲି ଠିକ ମତେ ଭଳି ପକେଇଲା ସେ କାନ୍ଦିକି ତ ଝିଅକୁ ଯାଇକି ସ୍ନାନ କରିଥିଲେ। ସେମାନେ କାନ୍ଦି କାନ୍ଦିକି ସେ ମତେ କହିଥିଲା ଅଜା ବାପାଙ୍କ ପାଇଁ ପ୍ରାର୍ଥନା କରେ। ମତେ ସେଟା ମଧୁର ଭିତରୁ ଯାଇଥିଲା, ମୋର କିଛି ଅସାଧ୍ୟ ହଉନି। ଏପରି ଅନେକ କାର୍ଯ୍ୟ ହେଇଛି, ଆଉ ଅନେକ କାର୍ଯ୍ୟ ଆଗାମୀ ଦିନ ମାନଙ୍କରେ ହବ ଏଇ ସ୍ଥାନରେ, ଗ୍ରାମରେ, ମଣ୍ଡଳୀରେ, ଆମମାନଙ୍କର ମଣ୍ଡଳୀ ଗୁଡ଼ିକରେ। ହାଲେଲୁୟା ହାଲେଲୁୟା। ତେଣୁ ପ୍ରଭୁଙ୍କର ଧନ୍ୟବାଦ ହଉ। ଆଉ ଏଠି ଗୋଟେ ବିଶେଷ କଥା ଟିକେ ନୂଆ ବି ଲାଗିବ, ମୁଁ କହିବି ବୁଝିବା ପାଇଁ ଚେଷ୍ଟା କର। ସେଇଟା ଜାଣିଲେ ଶୟତାନର ଚାତୁରୀ ବିରୁଦ୍ଧରେ ଆମେ ଠିଆ ହେଇପାରିବା, ଅନେକ ସମସ୍ୟାର ସମାଧାନ ହେଇଯିବ। ଶୟତାନ ଆମ ମଧ୍ୟରେ କାର୍ଯ୍ୟ କରିବାକୁ ଏତେ ସୁଯୋଗ ପାଇବ ନାହିଁ। ଗୋଟେ ଭିତର କଥା ମୁଁ କହିବି, ଦେଖ ଯାହା ମାନେ ପଢିଲୁ ମାଥ୍ୟୁ 17 ପର୍ବର 14 ପଦରୁ 21 ପଦ ପର୍ଯ୍ୟନ୍ତ, ଗୋଟେ ପୁଅଟାକୁ ପ୍ରଭୁ ଯୀଶୁ ଭଲ କଲେ। ବାଲ୍ୟ କାଳରୁ ତାକୁ ଗୋଟେ ପ୍ରକାର ରୋଗ ହେଇଥିଲା ବା ଭୂତଗ୍ରସ୍ତ ଥିଲା। ସେଇ କଥା ମାର୍କ 9 ପର୍ବର 14ରୁ 29 ପଦରେ ମଧ୍ୟ ଲେଖା ହେଇଛି। ଯାହା ମାଥ୍ୟୁ 17 ପର୍ବର 14ରୁ 21 ପଦରେ ଲେଖା ହେଉଛି, ସେଇ ସମାନ କଥା ମାର୍କ 9 ପର୍ବ 14 ପଦରୁ 29 ପଦ ମଧ୍ୟରେ ଲେଖା ହେଇଛି। ଆଉ ଲୁକ 9 ପର୍ବ 37 ପଦରୁ 43 ପଦ ମଧ୍ୟରେ ଲେଖା ହେଇଛି। ଲୁକ 9 ପର୍ବ 37 ପଦରୁ 43 ପଦ ମଧ୍ୟରେ ଲେଖା ହେଉଛି। ଯୋହନ ପୁସ୍ତକରେ এই କଥା ନାହିଁ, ମାଥ୍ୟୁ ମାର୍କ ଲୁକରେ এই କଥା ଅଛି। ତବେ ଦେଖ ଗୋଟିଏ ବାପା ତାର ପୁଅକୁ ନେଇକି ଆସିଛି, ଆଉ ଯୀଶୁ ନାହାନ୍ତି ସେ ଉଚ୍ଚ ପର୍ବତରେ ପିତର ଯାକୋବ ଯୋହନଙ୍କ ସହିତ। ସେ ତାଙ୍କର ମହିମା ତାଙ୍କୁ ଦେଖିକି ଓହ୍ଲେଇକି ଆସିଲେ। ବାକି ତାଙ୍କର ଶିଷ୍ୟମାନେ 3 ଜଣ ତାଙ୍କ ସହିତରେ ଥିଲେ। 12 ଜଣଙ୍କ ମଧ୍ୟରୁ ଆଉ 9 ଜଣ ଥିବେ। ଆଉ ଲୋକମାନେ ବହୁତ ଅଛନ୍ତି ଯୀଶୁଙ୍କର ଅପେକ୍ଷାରେ। ଗୋଟେ ଲୋକ ଆସିଲା ତା ପୁଅକୁ ନେଇକି, ତାକୁ ସେ କଣ ସେଟା ରୋଗ ହେଇଛି ବୋଲି ସେଠି ପଡିଲ, ସେଠି ମାଥ୍ୟୁରେ ମୃତ୍ୟୁ ରୋଗ, ମାନେ ମୂର୍ଚ୍ଛା ରୋଗଟା। ବାରମ୍ବାର ନିଆଁରେ ପାଣିକୁ ସେ ପଡୁଛି, ମୃଗୀ ରୋଗ ଲେଖା ଅଛି। ଆଉ ଗୋଟେ ଘୁଙ୍ଗା ଭୂତ ବୋଲି ବି ଲେଖା ହେଇଛି। ଏମିତି ତା ବାପା ତା ପୁଅକୁ ନେଇକି ଆସିଲା। ତା ଯୀଶୁଙ୍କ ଶିଷ୍ୟମାନଙ୍କ ପାଖକୁ ସେମାନେ ଛଡେଇ ପାରିଲେନି, ବାଦ ବିବାଦ କରୁଛନ୍ତି। ଯୀଶୁ ଆସିଲେ, ସେ ଭୂତକୁ ଧମକ କଲେ, ସେ ଭଲ ହେଇଗଲା। ଆଉ ତାଙ୍କ ଶିଷ୍ୟମାନେ ପଚାରେ ଆମେ କାହିଁକି କରିପାରିଲୁ ନାହିଁ? ସେ କହିଲେ ତୁମମାନଙ୍କର ଅଳ୍ପ ବିଶ୍ୱାସ ହେତୁ ଆଉ ପ୍ରାର୍ଥନା ଉପବାସ ବି ନାହିଁ, ଏଇ ପ୍ରକାର ଭୂତ ବାହାରି ଯାଏ ନାହିଁ। ଯୀଶୁଙ୍କ ସାଙ୍ଗରେ ଥାଇକି ସେମାନେ କଣ କରୁଥିବେ? ସେତେବେଳେ କ୍ରିକେଟ ନଥିଲା, ଅନ୍ୟ ପ୍ରକାର ଖେଳ ଥିଲା। ଯୀଶୁଙ୍କ ପାଖରେ ରହିକି କେହି ଖେଳ ପ୍ରିୟ ହେଇପାରିବ ନାହିଁ। ମୁଁ ଖେଳ ପ୍ରିୟ ଥିଲି, ମାତ୍ର ମୋ ଜୀବନର ପରିବର୍ତ୍ତନ ହେଲା ପରେ ସେଟା ମୁଁ ପୁରା ଛାଡିଦେଲି। ଜଗତରେ ସିନା ଲୋକ ଖୁସି ହେବେ, ଭଲ ଖେଳୁଛି, ଆଉ କିମ୍ବା ବଡ ବଡ ଚାକିରି ତାକୁ ଦିଆଯିବ, ସେମାନଙ୍କୁ ଆଉ ଶାସନ କରିବାରେ ଆଉ ସେମାନଙ୍କୁ ମଧ୍ୟ ଆଉ ସରକାରଙ୍କ ଭିତରେ ସେମାନଙ୍କୁ ସ୍ଥାନ ମିଳିବ। ସ୍ୱର୍ଗରେ ତାଙ୍କ ପାଇଁ କିଛି ନାହିଁ। ତେଣୁକରି ମୁଁ ସେ ସବୁ ଛାଡ଼ିଦେଲି, ଆତ୍ମିକ ଭାବରେ ଖେଳିବାକୁ ଲାଗିଲି। ଯେତେବେଳେ ପାଖେ ଆସିକି ମୁଁ ପ୍ରଭୁଙ୍କ କାର୍ଯ୍ୟ କରୁଥାଏ, ଥରେ ମୋ ପୁଅ ସ୍ୱପ୍ନ ଦେଖି ତା ମା କହୁଛି ମାମି ମୁଁ ଆମର ସେତେବେଳେ ମିଟିଂ କୋଉଠି ହେଉଥିଲା ନା ଚନ୍ଦ୍ରୀଗୁଡା, ବହୁତ ବିଶେଷ କାର୍ଯ୍ୟ ହଉଥିଲା ସେଇଠି। ଆଉ ସେ କଥା ମୁଁ ସ୍ୱପ୍ନରେ ଆଜି ଦେଖିଛି, ଡାଡି କ୍ରିକେଟ ଖେଳୁଛନ୍ତି ଆଉ ଚୌକା ଛକା ଖାଲି ମାରୁଛନ୍ତି। ମୁଁ କେବେ ସେ କ୍ରିକେଟ ଖେଳିନି, ଆମ ସମୟରେ ସେଟା ଆରମ୍ଭ ହଉଥିଲା, ଆମକୁ ଆଶ୍ଚର୍ଯ୍ୟ ଲାଗୁଥିଲା, ବାକି ସବୁ ଖେଳୁଥିଲେ। ତେଣୁ ସେଇଟା ହଉଛି ପ୍ରକୃତ ଖେଳ, ଆତ୍ମିକ ସ୍ପିରିଚୁଆଲ ସ୍ପୋର୍ଟସ, ଯୋଉଟାକୁ ଯୀଶୁ ପସନ୍ଦ କରିବେ। ଛୁଇଁବା ସମୟରେ ଲୋକମାନେ ସେମାନଙ୍କ ରୋଗ ସୁସ୍ଥ ହେଇଯିବ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ, ଆଶ୍ଚର୍ଯ୍ୟ କର୍ମମାନ ହବ। ସେଇଟା କରିବାକୁ ପ୍ରଭୁ ଚାହାନ୍ତି, ଏ ଜଗତର ଖେଳ ନାହିଁ। ତେଣୁ ମୁଁ ସେଇଠି ମନ ଦେଇଛି, ଆଉ ଯୋଉ ଦ୍ୱାରା ପ୍ରଭୁଙ୍କ ଠାରେ ମୁଁ
ଗ୍ରାହ୍ୟ ହେଇପାରିଛି। ଯାହା ହଉ ପ୍ରଭୁଙ୍କୁ ଧନ୍ୟବାଦ କରୁଛି। ଏଠି ଗୋଟେ ବିଶେଷ କଥା ମୁଁ କଣ କହିବା ପାଇଁ ଚାହୁଁଥିଲି, ସେ ଲୋକଟା ଆସିଲା ଆଣ୍ଠେଇ କରି ଯୀଶୁଙ୍କୁ କଣ କହିଲା। ଏ ଯେ ମାଥ୍ୟୁ ମାର୍କ ଆଉ ଲୁକ ଭିତରେ ଗୋଟିଏ ବିଷୟ ମୁଁ ଦେଖେଇବା ପାଇଁ ଚାହୁଁଛି, ଯୋଉଟା ଜାଣିଲେ ଆମ ପାଇଁ ଭଲ ହବ। ଗୋଟେ ଭିତର କଥା ମନ ଦେଇକି ଶୁଣିବ। ବେଶ ସମୟ ମୁଁ ନେବି ନାହିଁ, ଆଉ ଟିକେ କଣ୍ଟ୍ରୋଲ ଯିବା ପାଇଁ ଚେଷ୍ଟା କରିବି। ମାଥ୍ୟୁ 17 ପର୍ବର 15 ପଦରେ ଲେଖା ଅଛି, ସେ ବାପାଟା କଣ କହୁଛି, ସେ ପୁଅର ବାପା ଯୀଶୁଙ୍କୁ ମୋ ପୁଅକୁ ମୃଗୀ ରୋଗ ହେଇଛି। ମୃଗୀ ରୋଗକୁ ଇଂରେଜୀରେ ଏପିଲେପ୍ସି କୁହାଯାଏ। ଇଜ ଆନ୍ ଏପିଲେପ୍ଟିକ। ସେ ମୃଗୀ ରୋଗରେ ବା ମୂର୍ଚ୍ଛା ରୋଗରେ ସେ ପଡିଛି। ଆଉ ମାର୍କ 9 ପର୍ବର 17 ପଦରେ ଲେଖା ଅଛି, ସେ ଲୋକଟା ଯୀଶୁଙ୍କୁ କହିଲା ମୋ ପୁଅକୁ ଘୁଙ୍ଗା ଭୂତ ଲାଗିଛି, ମ୍ୟୁଟ ସ୍ପିରିଟ। ଲୁକ 9 ପର୍ବର 39 ପଦରେ ଯୀଶୁଙ୍କୁ ସେ ଲୋକ କହୁଛି ଆକୁ ଗୋଟେ ଭୂତ ଲାଗିଛି, ଏ ସ୍ପିରିଟ। ଲୁକରେ ଏ ସ୍ପିରିଟ ବା ଭୂତ ସେ କହୁଛି। ମାର୍କରେ 9 ପର୍ବ 17 ପଦରେ ସେ ମ୍ୟୁଟ ସ୍ପିରିଟ ବା ଘୁଙ୍ଗା ଭୂତ କହୁଛି। ମାତ୍ର ମାଥ୍ୟୁ 15 ପର୍ବରେ ମୂର୍ଚ୍ଛା ରୋଗ କହୁଛି। ବୁଝିବା ପାଇଁ ଚେଷ୍ଟା କର, ଆସ୍ତେ ଆସ୍ତେ ମୁଁ ଭିତରକୁ ନଉଛି। ଏପିଲେପ୍ସି ଇଂରେଜୀରେ। ଆଉ ତାକୁ ଭୂତ ଭୂତ ବୋଲି ସେ କହୁନାହିଁ। ସେ ଲୋକ ସେ ପୁଅର ବାପା, ଆକୁ ମୂର୍ଚ୍ଛା ରୋଗ ବା ମୃଗୀ ରୋଗ ହେଇଛି, ବାରମ୍ବାର ପାଣିରେ ନିଆଁରେ ପଡୁଛି। କେବେଠାରୁ ନା ବାଲ୍ୟ କାଳରୁ। 18 ପଦରେ ଲେଖା ଅଛି, ମାଥ୍ୟୁ 17 ପର୍ବର 18 ପଦରେ ଯୀଶୁ ଭୂତକୁ ଧମକାନ୍ତେ। ସେ କହିଲେ ନାହିଁ ଯେ ଏ ମୂର୍ଚ୍ଛା ରୋଗ ମୃଗୀ ରୋଗ ଆଠାରୁ ଭଲ ହେଇଯାଉ। ବାପା କହୁଛି ମୃଗୀ ରୋଗ ବା ମୂର୍ଚ୍ଛା ରୋଗ ହେଇଛି। ଯୀଶୁ କଣ କହିଲେ, ଭୂତକୁ ଧମକେଇ ଦେ। କଣ ଧମକେଇଥିବେ କେମିତି, ଏଇ ମୁକ ବଧିର ଆତ୍ମା ଠାରୁ ବାହାରି ଯା, ଏମିତି ଗୋଟେ ତାକୁ ଧମକେଇଥିବେ। ଆଉ ମାର୍କ ଲୁକର ତ ଲେଖା ହେଲା ସେ ଭୂତ ବା ଘୁଙ୍ଗା ଭୂତ ବୋଲି ତା ବାପା ବି ସ୍ୱୀକାର କରୁଛି। ମାତ୍ର ମାଥ୍ୟୁରେ ଲେଖା ଏଇଠି ଗୋଟେ କଥା ରହସ୍ୟ ଦେଖିବ। ସେଟା କଣ ନା, ଆଉ ଅନେକ ସମୟରେ ବିଭିନ୍ନ ରୋଗ ବ୍ୟାଧି ହୁଏ, ଶୈତାନର କାର୍ଯ୍ୟ ହୁଏ। କେତେ ଲୋକମାନେ ମାନନ୍ତି ହଁ ଶୈତାନ ଅଛି, ଭୂତ ଅଛି। ଅନେକ ଲୋକ ମାନନ୍ତି ନାହିଁ, ଭୂତ ବୋଲି କିଛି ନାହିଁ, ଶୈତାନ ବୋଲି କିଛି ନାହିଁ। ମତେ ପଚାରିବେ ଆପଣ କଣ କହୁଛନ୍ତି, ଭୂତ ଅଛି ନା ନାହିଁ? ଖ୍ରୀଷ୍ଟିଆନ ମାନେ ମଧ୍ୟ ଭୂତ ପ୍ରେତ ଗୋଟେ ଏଇଟା ଗୋଟେ କଣ କିଛି ନାହିଁ କହିବେ। ଭୂତ ଅଛି, ଶୈତାନ ଅଛି, 100କୁ 100 ସତ ବାଇବେଲରେ ଲେଖା ହେଇଛି ପରା। ଯୀଶୁ ଭୂତକୁ ଧମକେଇଲେ। ବାଇବେଲ ଲେଖା ଅଛି, ବିଶ୍ୱାସୀ ମାନଙ୍କର ଚିହ୍ନ ଅନୁବର୍ତ୍ତକ ସେମାନେ ମୋ ନାମରେ ଭୂତ ଛଡେଇବେ। ମାର୍କ 16 ପର୍ବର 17 ପଦରେ ଲେଖା, ମୋ ନାମରେ ସେମାନେ ଭୂତ ଛଡେଇବେ। ତାହେଲେ ତାମାନେ ଭୂତ ଅଛି, ଭୂତ ନଥିବାର କଥା ନାହିଁ। ତା ଉପରେ କିନ୍ତୁ ପ୍ରକୃତ ବିଶ୍ୱାସୀ ପ୍ରଭୁଙ୍କ ଲୋକମାନଙ୍କୁ ପ୍ରଭୁ ଅଧିକାର ଶକ୍ତି କ୍ଷମତା ଦେଇଛନ୍ତି ସେ ଭୂତକୁ ଛଡେଇବା। ରୋମୀୟ 16 ପର୍ବ 20 ପଦ ଲେଖା ହଉଛି, ଆଉ ଶାନ୍ତି ଆତାଇଶ୍ୱର ଶୈତାନକୁ ଶୀଘ୍ର ତୁମ ପାଦ ତଳେ ଦଳି ପକେଇବେ। ମାନେ ଶୈତାନ କାର୍ଯ୍ୟ ଶୀଘ୍ର ପ୍ରଭୁ ବିନାଶ କରିବେ। ପୁରା ମନୋଯୋଗ କରିବ, ଆଟେଣ୍ଟିଭ ହବ। ଟିକେ ତମର ଆଟେନସନ ଏପାଖ ସମୟ ଗଲେ ଯୋଉ ଭିତର କଥା କହୁଛି ସେଟା ପାଇପାରିବନି। ତମେ ଜାଣିବ ଆଜି ଆମେ ଗିର୍ଜାରେ ବସିଥିଲୁ, ସାକ୍ଷ୍ୟ ଶୁଣିଲୁ, ବାକ୍ୟ ଶୁଣିଲୁ, ପ୍ରାର୍ଥନା କଲେ ଭିତର ବିଷୟ ଜାଣିପାରିବନି। ନ ଜାଣିଲେ ତମର ଜ୍ଞାନ ବଢିବ ନାହିଁ। ଜ୍ଞାନ ନ ବଢିଲେ ଶୈତାନ ବହୁତ ହଇରାଣ କରିବ। ତମେ ସବୁ ମାନେ ଆମକୁ ସବୁ ବଡ ଦ୍ୱନ୍ଦ୍ୱରେ କନଫ୍ୟୁଜନରେ ପଡିବାକୁ ହବ। ଡକ୍ଟରଙ୍କ ପାଖକୁ ଗଲେ ତାକୁ ରୋଗ ସୁସ୍ଥ ଯଦି ହେବା ପାଇଁ ଯାଉଛି, ପ୍ରଥମେ ତାକୁ ଟେଷ୍ଟ କରାହବ। ଅଲ୍ଟ୍ରାସାଉଣ୍ଡ କର, ଏକ୍ସରେ କର, ସବୁ ପ୍ରକାର ତାକୁ ଟେଷ୍ଟ କରାହବ କଣ ହେଇଛି ତାର, ତାପରେ ଟ୍ରିଟମେଣ୍ଟ ହବ। ଆମେ କଣ କରୁ, ଅନେକ ସମୟରେ ପ୍ରାର୍ଥନା କରୁଛୁ, ବିନା ଟେଷ୍ଟରେ ଆମେ ଟ୍ରିଟମେଣ୍ଟ କରୁଛୁ। ପ୍ରାର୍ଥନା କରିଦେବା, ଉପବାସ କରିଦେବା, ମାନବ କରିଦେବା। ଟେଷ୍ଟ କରିବା ପାଇଁ ବାଇବେଲ ଲେଖା ଅଛି। ଜୋନ 8 ପର୍ବ 32 ପଦରେ କଣ ଲେଖା ଅଛି, ତୁମେ ସତ୍ୟ ଜ୍ଞାତ ହବ। ଏ ସମସ୍ୟାଟା କୋଉଠୁ ଷ୍ଟାର୍ଟ ହେଲା, ଏଟା କଣ ପ୍ରକୃତରେ, ଏଟା ରୋଗ ନା ଶୈତାନର କାର୍ଯ୍ୟ ନା ମୋ ପାଇଁ ପରୀକ୍ଷା ନା ମୋର ପାପ କି ଭୁଲ ପାଇଁ ପ୍ରଭୁ ଠାରୁ ଦଣ୍ଡ, ଏଟା ଜାଣିବାକୁ ପଡିବ। ତାପରେ ଟ୍ରିଟମେଣ୍ଟ ଆରମ୍ଭ ହବ। ପାପ ସ୍ୱୀକାର କରିବ, ପ୍ରାର୍ଥନା କରିବ, ଉପବାସ କରିବ, ମାନବ କରିବ, ପ୍ରଭୁଙ୍କ ଲୋକମାନଙ୍କୁ କହିବ। ସେପରି ଆଉ ତେବେ ପ୍ରଭୁଙ୍କର ଧନ୍ୟବାଦ ହଉ। ଏଇଟା ସତ୍ୟଟା କଣ, ଲୋକମାନେ ଅନେକ ସମୟରେ କହନ୍ତି ଯେତେବେଳେ ଶୈତାନ ଅନେକ କାର୍ଯ୍ୟ ଥାଏ
ଆଉ ଲେଖା ହେଇଛି ଶୟତାନର ସବୁ ଚାତୁରୀ ବିରୁଦ୍ଧରେ ତୁମକୁ ଠିଆ ହେବାକୁ ହବ, ଦଣ୍ଡାମାନ ହେବାକୁ ହବ। ଶୟତାନ ବହୁତ ଚତୁର ଭାବରେ କାର୍ଯ୍ୟ କରେ। ଏଫିସିୟ 6 ପର୍ବ 10 ରୁ 20 ପଦ, 10 ରୁ ତାର 18 ପଦ, 10 ପଦରୁ 18 ପଦ ଅନୁସାରେ, ଏଫିସିୟ 6 ପର୍ବ 10 ରୁ 18 ପଦ ଅନୁସାରେ ଶୟତାନର ସବୁ ଚାତୁରୀ ବିରୁଦ୍ଧରେ ବଡ ଚତୁର ଭାବରେ ଶୟତାନ କାର୍ଯ୍ୟ କରେ। ତା ମଧ୍ୟରେ କଣ ଗୋଟିଏ ରୋଗ ସୃଷ୍ଟି କରେ। ଆମେ ଭାବୁ ଏଟା ରୋଗ ନାହିଁ, ସେ ରୋଗ ଭିତରେ ଶୟତାନର ସେ କାର୍ଯ୍ୟ। ଏବେ ଦେଖ ଜଗତର ଜ୍ଞାନ ଈଶ୍ୱରଙ୍କ ଦୃଷ୍ଟିରେ କେମିତି ମୂର୍ଖତା। ଜଗତରେ ଥିବା ଆମେ ଯୋଉମାନଙ୍କୁ ବଡ ଜ୍ଞାନୀ ବୋଲି କହୁ, ସେ ଡକ୍ଟର, ଇଞ୍ଜିନିୟର କିମ୍ବା ବଡ ବଡ ଲୋକମାନେ, କେମିତି ସେମାନେ ମୂର୍ଖ। ଦେଖ କୌଣସି ଡକ୍ଟର ପାଖକୁ, ଖ୍ରୀଷ୍ଟିଆନ ଡକ୍ଟର ପାଖକୁ ନେଲେ ମଧ୍ୟ ଗୋଟେ ରୋଗୀକୁ କୌଣସି ଡକ୍ଟର କେବେ କହିବାର ତମେ ଜାଣିଛ ଏଇଟା ଗୋଟେ ଶୟତାନର କାର୍ଯ୍ୟ? କୌଣସି ଡକ୍ଟର କେବେ କହିଛି? ସେ କହିବ ଏଇଟା କି ସେଇଟା କି, ଏ ରୋଗ ସେ ରୋଗ, ସେ ରୋଗ ଉପରେ କହିବ, ଶୟତାନର କାର୍ଯ୍ୟ କେବେ କହିବନି କୌଣସି ଡକ୍ଟର। ତେଣୁ ସେଇ ଅନୁସାରେ ଏ ଯୋଉ ଲୋକ, ଏ ଯୋଉ ପୁଅର ବାପା ଯୀଶୁଙ୍କ ପାଖକୁ ଆଣିଲା, ବାଲ୍ୟକାଳରୁ ଏମିତି ହଉଛି ମାନେ ସେ କଣ ଆଉ କୋଉ ଡକ୍ଟର ମଧ୍ୟ କାହା ପାଖକୁ ଯାଇନଥିବ, କେତେ ଚେଷ୍ଟା କରୁଥିବ ନା ପିଲାଟା ଏମିତି ହଉଛି, ପାଣିକୁ ନିଆଁରେ ପଡୁଛି ବାରମ୍ବାର, ଜଳି ପଡିକି ବୁଡିକି ମରିଯିବ, ହେଇପାରୁନାହିଁ। ତେଣୁ ଡକ୍ଟର ମାନେ ତାଙ୍କର ଡାକ୍ତରୀ ଭାଷାରେ କହିଥିବେ ଆଉ ଟେଷ୍ଟ କର କଣ ଏଇଟା ହଉଛି ଏପିଲେପ୍ସି, ମାନେ ମୃଗୀ ରୋଗ ବା ଏଟା ମୂର୍ଚ୍ଛା ରୋଗ, ତାର ସବୁ ଡକ୍ଟର କହିବେ। କିନ୍ତୁ ଯୀଶୁ କହୁଛନ୍ତି ଏଇଟା ହଉଛି ଭୂତ, ଗୋଟେ ଭୁଙ୍ଗା ଭୂତ, ଡ୍ୟାମ୍ ସ୍ପିରିଟ। ଯୀଶୁ ଠିକ ନା ଡକ୍ଟର ଠିକ? ତେଣୁକରି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। এই ଡକ୍ଟର ମାନେ ଯାହା ସବୁ କରୁଛନ୍ତି ମୂର୍ଖ ଭାବରେ କାର୍ଯ୍ୟ କରୁଛନ୍ତି। କାହିଁକି ମୁଁ ଡକ୍ଟର ପାଖକୁ ଯିବାକୁ ପସନ୍ଦ କରୁନାହିଁ? ତାର ଗୋଟେ କାରଣ, ପଇସା ଖର୍ଚ୍ଚ କରି ଭଲ ହେଇଯାଇପାର। ବାଇବେଲ ଲେଖାଉଛି ଆମେ ପାପ କ୍ଷମା କରିବା, ଦେଶ ସୁସ୍ଥ କରିବା। ତାମାନେ ସୁସ୍ଥ ହେବା ପାଇଁ ପାପ କ୍ଷମାର ଆବଶ୍ୟକ। ପାପ ହେତୁରୁ ରୋଗ ଆସିଲା। ମଣିଷକୁ ପରମେଶ୍ୱର ସୃଷ୍ଟି କଲାବେଳେ ପ୍ରଥମେ ରୋଗ ବ୍ୟାଧି ନଥିଲା। ତାହେଲେ ଈଶ୍ୱର ହଉଛନ୍ତି ପ୍ରେମମୟ। ଗତକାଲି ଈଶ୍ୱରଙ୍କ ପ୍ରେମ ବିଷୟରେ ମୁଁ କହିଥିଲି। ଈଶ୍ୱର ପ୍ରେମମୟ। ବାଇବେଲ ଲେଖାଉଛି ଜଣେ ବିନଷ୍ଟ ହଉ ବୋଲି ଈଶ୍ୱର ଚାହାନ୍ତି। ମୁଁ ମଧ୍ୟ ସେଟା କେବେ ଚାହେଁନାହିଁ। ତେଣୁ ମୋର ବ୍ୟକ୍ତିଗତ ପ୍ରାର୍ଥନାରେ ସବୁବେଳେ କରେ ଜଗତର ସବୁ ଲୋକ ଯେମିତି ପରିତ୍ରାଣ ପାଇବେ, ସମସ୍ତେ ଯୀଶୁଙ୍କ ଠାରେ ବିଶ୍ୱାସ କରିବେ, ମନ ପରିବର୍ତ୍ତନ କରିବେ, ଏଟା ବି ପ୍ରଭୁ ଚାହାନ୍ତି। ତେଣୁ ତ ସମସ୍ତଙ୍କ ଉପରେ ଆତ୍ମା ଢାଳିବା କହୁଛନ୍ତି। ମୋର ଯେତେ ବଡ ଶତ୍ରୁ ହେଲେ ମଧ୍ୟ ମୁଁ ଚାହିଁବିନି ସେ ନରକ ଯାଉ, ଦଣ୍ଡ ପାଉ ଜଗତରେ, ତାର ହାତ ଭାଙ୍ଗି ଯାଉ, ଗୋଡ ଭାଙ୍ଗି ଯାଉ, ତାକୁ ପାରାଲିସିସ୍ ହଉ, ଆଉ କଣ ହଉ ବୋଧେ, ନରକ ଯିବାକୁ ମୁଁ ଚାହିଁବିନି। କାହିଁକି? ଥରେ ନରକ ଗଲେ ସେଥିରୁ ଆଉ କେବେ ବି ଉଦ୍ଧାର ନାହିଁ। ଅଗ୍ନିମ ହ୍ରଦ ନରକର କେବଳ ଯନ୍ତ୍ରଣା ହିଁ ଥିବ। ବାଇବେଲରେ ଦେଖାଉଛି ପ୍ରଥମ ତିମୋଥୀ 2 ପର୍ବ 4 ପଦେ ସମସ୍ତେ ପରିତ୍ରାଣ ପାଆନ୍ତୁ, ସତ୍ୟ ସମୁଦ୍ର ଜ୍ଞାନ ପାଆନ୍ତୁ ବୋଲି ଈଶ୍ୱର ଇଚ୍ଛା କରନ୍ତି। ତେଣୁ ପ୍ରଭୁ ଯେହେତୁ ସେ ପ୍ରେମମୟ, ସେ ଆମକୁ ପ୍ରେମ କରନ୍ତି, ନରକ ଯିବାକୁ ଚାହାନ୍ତି ନାହିଁ, ସ୍ୱର୍ଗ ଯିବାକୁ ଚାହାନ୍ତି। ଆମେ ଯଦି ଭୁଲ ବାଟରେ ଅଛୁ, ପାପ କରୁଛୁ, ଆଜ୍ଞା ଲଙ୍ଘନ କରୁଛୁ, ଆମକୁ ଦଣ୍ଡ ଦଉଛନ୍ତି, ଆଉ ରୋଗ ଆସୁଛି, ସମସ୍ୟା ଆସୁଛି, ତାହେଲେ ପ୍ରଭୁ ଚାହାନ୍ତି କଣ? କେତେବେଳେ ଏମାନେ ମତେ ଖୋଜିବେ। ଆଉ ଯଦି ଆମେ ପ୍ରାର୍ଥନା ଜଣେ ଆଉ ଔଷଧ ବ୍ୟବହାର କରୁନଥିବ, ଡାକ୍ତରଙ୍କ ପାଖକୁ ଯାଇ କରୁନଥିବ, ଖାଲି ପ୍ରାର୍ଥନା କରୁଥିବ, ସେତେବେଳେ ସେ କଣ କରିବ? ସେତେବେଳେ ତ ସେ ବହୁତ ପ୍ରାର୍ଥନା କରିବ ନା, ଖୋଜିବ ନିଜକୁ, ମୋର ଭୁଲ କୋଉଠି ରହିଲା, ମୋର ପାପ କୋଉଠି ରହିଲା, ଆଜ୍ଞା ଲଙ୍ଘନ କୋଉଠି କଲି, ତାପରେ ଉପବାସ କରିବ, ତାପରେ ମାନତ କରିବ, ଆଉ ଶେଷରେ ପ୍ରଭୁ ଦେଖିବେ ଏ ପ୍ରକୃତରେ ନମ୍ର ହେଲାନି, ଆଉ ତାର ପାପ କ୍ଷମା କରିଦେବେ। ଲେଖା ହେଇଛି ଆମେ ପାପ କ୍ଷମା କରିବା, ଦେଶ ସୁସ୍ଥ କରିଦେବା। 2 Korinଥ 7 ପର୍ବ 14 ପଦରେ। ହାଲେଲୁୟା। ତେଣୁ ଏଇଟା ମାନଙ୍କୁ ଈଶ୍ୱରଙ୍କ ସହିତ ଯଦି ପ୍ରଭୁଙ୍କ ଉପରେ ନିର୍ଭର କରୁ, ଡକ୍ଟର ପାଖକୁ ନ ଯାଇକି ପ୍ରଭୁଙ୍କର ଏଇଟା ଆମକୁ ଗ୍ରାହ୍ୟ କରିବା, ଆମେ ମନ ପରିବର୍ତ୍ତନ କରିପାରିବା, ପାପ କ୍ଷମା ପାଇବା, ସ୍ୱର୍ଗ ରାଜ୍ୟକୁ ଯାଇପାରିବା। କିନ୍ତୁ ସିଧାସଳଖ ଡକ୍ଟର ପାଖକୁ ଗଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭଲ ହବ ପଛରେ, ପ୍ରଭୁ ସେଠି ଦୟା କରିବେ, ପାପ କ୍ଷମା ହବ। ସେଠି ପାପ କ୍ଷମାର କିଛି ପ୍ରତିକାର ଜଣେ କରିବ। ଡକ୍ଟର କେବେ କହ ତମେ ଆଜି ଉପବାସ କର, ମାନତ କର, ତମେ ଦଶମାଂଶ ଦଉନ, ତମେ ଯାଇକି ଡକ୍ଟର ଏସବୁ କିଛି ବି କରିବ ନାହିଁ। ଏଇଟା ହଉଛି ଶୟତାନର ଚାତୁରୀ। ଲୋକ ବୁଝିପାରନ୍ତି ନାହିଁ। ତେଣୁ ବାଇବେଲ ଲେଖା ଜଗତର ଜ୍ଞାନ ଈଶ୍ୱରଙ୍କ ଦୃଷ୍ଟିରେ ମୂର୍ଖତା। ଦେଖ ମାର୍କରେ, ଲୁକରେ କଣ ଲେଖା ହେଲା? ସେ ବାପା ତା ପୁଅ ବିଷୟରେ ଯୀଶୁଙ୍କୁ କହୁଛି ଆକୁ ଗୋଟେ ଭୂତ ଲାଗିଛି। ମାତ୍ର ମାଥ୍ୟୁରେ ସେ କହୁଛି ଗୋଟେ ରୋଗ, ତାର ମୃତ୍ୟୁ ରୋଗ ବା ମୂର୍ଚ୍ଛା ରୋଗ ବୋଲି ସେ କହୁଛି।
तामाने केते लोक भूत अच्छी बोली कहती केते लोक नहीं बोली कहती आउ डॉक्टर माने कौन सी डॉक्टर भूत प्रेतर कथा से माने आउ से माने स्वीकार करिवे नाही किंतु यीशु निजे कहउछंती भूत को दमन करे आउ से माहिनी भूत को ग्रस्त थारु केमिति यीशु भूत छोड़ेले आउ खोली कहले विश्वास मान चिन्ह हो से माने मो नाम रे भूत छोड़ेले माने 100 भूत शैतान रही बाइबल अनेक कथा लेखा होती शैतान जदि कौन सी क्रिश्चियन कि प्रचारक जदि कहउथिबो आए शैतान बोली किछि नाही को भूत प्रेत कोन छे माने अनेक कहते छथि बाइबल से किछि जानि नाही से लोक सहित कथाबार्ता करे किछि दरकार नाही दरकार ताको बुझेई दियो न ताको छाड़ी दियो बेकार टाइम वेस्ट करो नाही से लोक खाली ताकर बाइबल किछि बोली नॉलेज नाही पचार ताको तमे बाइबल पढुछो कि प्रतिदिन खेबे नाही से काई बाइबल पढुथियो तेणु आमको भलरे बाइबलटा जानिबाक अछि तेरे एथरे मो मूल कथा कोन कहछि कोन कहबा को चाहू अनेक समय आम ठारे रोग अछि शैतान कार्य अछि शैतान कार्य करछि भूत कार्य करछि आमे भाबुछु रोग ताले भूल करछु आमे रोग अछि मात्र भीतर शैतान काम करछि रोग को ट्रीटमेंट कले हबो नाही भूत छड़ेबा को हबो उपवास प्रार्थना करिकि जने प्रकृत विश्वासी प्रभु यीशु करे तांको शिष्य मान को कहि के प्रभु में भूत छड़े पारु नै यीशु को संपरे माने अछंती घर द्वार त्याग करिके माने आसी छंती दिन राति काम को परिश्रम करू छंती खाइबा पीबा को समान को समय नै मात्र भूत छड़े पाले नै तले काई छड़े पालु नै यीशु कोन कहले तुमर अल्प विश्वास पुनी प्रार्थना वो उपवास में नहीं प्रकार भूत बाहर जीव नै यीशु को संगे थाई एमाने कोन दिन राति खाली भलो भलो खाना खाउछन नहीं केबे केबे करछे किंतु केबे केबे करे नै गोटे किडनी ट्रांसप्लांट करिया को हेले 10-12 लाख कि 15 लाख टंका दरकार जने कहबो मते 10-12 कि 1500 अछि हजार छाडी दियो लक्ष छाडी दियो 100 कि नले 15000 मध्ये अछि ए पारिबो कोनसी डॉक्टर तार हातरु खर्च करी कर दबो जदि तुमर किडनी ट्रांसप्लांट करिया पांचो से 10-15 लाख टंका आना तुमको नुआ किडनी दिया हो समिति गोटे रोगर सुस्थता पाई समस्यार समाधान पाई जत्ति की प्रार्थना दरकार सारा दिन प्रार्थना दरकार उपवास दरकार एस्टर कोन कला 3 दिन पर्यंत दिन राति मु खाइबिनी पीबिनी आउ सब जीवदी माने मध्य सकरी करंतु तापर मु बिना डकरारे मध्य राजा को पाखौ जीवी मोले मोइबी 3 दिन उपवास प्रार्थना कली राजा को निकट गला बळे सब जिनिस उल्टी गला हालेलुया हालेलुया सेदिन यीशु को सक शेष रात्रे से समान कोन प्रार्थना करतो तो देखाई से प्रार्थना करते मात्र ढुळे ढुळे सोई पड़ो यीशु कोन करे परीक्षा रे जे न पड़ो आ गुटे कथा कोन दंडे गोटे घंटा तमे जगी पालो नै प्रार्थना रे आ धीर स्थिर प्रार्थना नै एवरी 5 पर्व 7 पद अनुसार यीशु केमिति प्रार्थना करते प्रबल आत्मा दर्शन सहकारे प्रार्थना करते गोटे बड़ समस्या आसी गोटे बड़ रोग अछि आमे भाबिया काई मो प्रार्थना करछे हो नै हबो तो करो देखियो चित्कार करी प्रार्थना करो जिसा 23 पर्व 19 पद रे कोन लेखा अछि से तुमरो क्रंदन रबरे अवश्य अनुग्रह करिवे सुनिबा मात्रे उत्तर देबे हालेलुया एटा कोन मिछ हो एटा कोन मनीष लेखिछि ना एटा मो मनर गढी कि मैं कथा कहूछि एटा परा ईश्वरक वाक्य जुग जुग धरि सफल हेति आछि जतबेले अब्राहम आ परमेश्वर को आज्ञा अनुसार से हागार को तापो को बाहर कर दले 10-12 वर्ष को हिथिबो ताकू रुटी आ पानी कुंपा देकी पठे देले परमेश्वर कहले बाहर कर दियो ए दासी तार पुओ को काहे कि ताको मन बहुत दुख हला अब्राहम करो से सिना हागार सिना अब्राहम को निज भाज्य हला खाना खाउची टिके रो एठी रो पछ पाटू टिके झियो बारे कि स्त्री लोक माने को अब्राहम को निज भाज्यर नाम हां सारा आउ तारो जो चाकरणी का थिला ताको से जो बात कोन ता ना चलो हैं हां हागार को हागार तमे के तो बाइबल पढुथियो पाठ टिके पढी कि बाइबल तो पढी पारथियो एती कथा जानना माने बाइबल पढाय किछि नाही एडी पाटी तो गीत गाउ तो चिलो तो भलो कथा बाइबल पढा नाही बाइबल लिखाइ छ दिन राति जे बाइबल पढियो गीत संग एक पर्व पढो जियो से एक पर्व पढो से जहा कले ता सब पढो
ଆହୁରି କଣ ଲେଖା ଅଛି ହୋସେୟ 4:6 ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହେଇଛନ୍ତି। ଏ ଜଗତର ଜ୍ଞାନ ବହୁତ, ଆଉ ଯଦି ଆମେ ପାଇବା ବହୁତ ପାଠ ପଢିବା, ଜଗତରେ ଭଲ ଲୋକମାନେ ସମ୍ମାନ ଦେବେ, ଜ୍ଞାନୀ ପାଠୁଆ ଲୋକ କହିବେ ବଡ ଚାକିରି ମିଳିବ, ମାତ୍ର ସେଟା ସ୍ୱର୍ଗକୁ ନେବ ନାହିଁ କୌଣସି ପ୍ରକାରେ। ବାଇବେଲର ଜ୍ଞାନ ଆମକୁ ସ୍ୱର୍ଗକୁ ନବ। ବାଇବେଲ ଆମକୁ ଜାଣିବାକୁ ହବ ଭଲରେ। ବାଇବେଲ ପଢିବାକୁ ଯୋଉମାନେ ପଢିପାରୁଛ, ଯଦି ନ ପଢୁଥିବ, ନେଗ୍ଲେକ୍ଟ କରୁଥିବ, ଆଶୀର୍ବାଦରୁ ବଞ୍ଚିତ ହବ। ତ ମୁଁ ଏତେ ପ୍ରାର୍ଥନା ଏତେ ସବୁ କରୁଛି ପ୍ରଭୁ, ବାଇବେଲ ପଢୁନ ତମେ, ଈଶ୍ୱରଙ୍କର ବାକ୍ୟ, ଏଇଟା ଆତ୍ମିକ ଜୀବନ ପାଇଁ ଖାଦ୍ୟ। ନ ଖାଇ ତମେ କେବେ ରହୁଛ କି? ଫାଷ୍ଟିଂ କଲେ ଭୋକ ଉପାସ ରହିକି, ଆଉ ତାପରେ ସରିଗଲା ମାତ୍ରକେ ଆମେ ଖାଇବା ପାଇଁ ନିହାତି ଚାହିଁବା, ଦିନେ ଓଳେ କେତେବେଳେ କରିକି ଆଉ ଆମେ ଖାଦ୍ୟ ଖାଇବାକୁ ଚାହୁଁଛୁ, କିନ୍ତୁ ତମେ ତ ଆତ୍ମିକ ଖାଦ୍ୟ ଖାଉନା। ହଁ, ତେଣୁ ପ୍ରଭୁ ଦେଖିବେ ଏ ସବୁ ପାଇଁ ଆମେ ଅନୁଗ୍ରହରୁ ବଞ୍ଚିତ ହେଇଯାଉଛୁ। କେତେ ନେଗ୍ଲେକ୍ଟ କରୁଛୁ ଦେଖ। ଗୋଟେ ସାଧାରଣ ପ୍ରଶ୍ନ ନା, ଅବ୍ରାହମକୁ ଗଭୀର ପ୍ରଶ୍ନ କରିଲ, ଅବ୍ରାହମର ଭାର୍ଯ୍ୟାର ନାଁ କଣ? ସେ ଯୋଉ ଦାସୀକୁ ଭାର୍ଯ୍ୟା କରି ଗ୍ରହଣ କଲେ ତା ନାଁ କଣ? ତା ପୁଅର ନାଁ କଣ? ସାରାର ପୁଅ ଯୋଉ ଜନ୍ମ ହେଲା ତା ନାଁ କଣ? ହାଗାରର ପୁଅ, ଏଇଟା ତ ସାମାନ୍ୟ ଅର୍ଡିନାରୀ ବିଷୟ ହୁଏ। ଏଗୁଡାକ ଉତ୍ତର ନଦେଲେ ଆମେ କଣ ଦବ? ତେଣୁକରି ଯୋଉମାନେ ବାଇବେଲ ପଢି ପାରୁଛ, କମ ସେ କମ ଓଡିଆରେ ନ ପଢିକି ରହିବ, ନହେଲେ ତମେ ଜାଣିଦିଅ ଯେ ଯେହେତୁ ତମେ ବାଇବେଲ ପଢିବାରେ ନେଗ୍ଲେକ୍ଟ କରୁଛ, ତେଣୁ ପ୍ରଭୁ ତମ ପ୍ରାର୍ଥନା ଶୁଣିବା ପାଇଁ ତାଙ୍କର ଆଗ୍ରହ ନାହିଁ। ଲେଖା ହେଇଛି ଦିନ ରାତି ପଢ ବୋଲି। ସେ ଲୋକ ଧନ୍ୟ। ଗୀତ ସଂହିତା 1 ପର୍ବରେ ଇଂରେଜୀ ଲେଖା ଅଛି ବ୍ଲେସଡ ଇଜ ଦ ମ୍ୟାନ, ସେ ଲୋକ ଆଶୀର୍ବାଦ ପ୍ରାପ୍ତ ଯେ ଦିନ ରାତି ବାଇବେଲ ପଢୁଛି। ପ୍ରେଜ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ଧନ୍ୟବାଦ ହଉ। ଆଉ ସେ କଣ ନା ଅବ୍ରାହମ ଯେତେବେଳେ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ତାର ସେ ଦାସୀକୁ ଯେ ଭାର୍ଯ୍ୟା କରି ଗ୍ରହଣ କରିଦେଲା, ତା ଦ୍ୱାରା କାରଣ ତାଙ୍କର ପୁଅ ହବାକୁ ବିଳମ୍ବ ହେଲା। ତେଣୁକରି ତାର ସ୍ତ୍ରୀ ବାଧ୍ୟ କଲା, ଗୋଟିଏ ପୁଅ ମତେ ଦିଅ, ଏ ଦାସୀକୁ ଏ ଚାକରାଣୀକୁ ତମେ ଭାର୍ଯ୍ୟା କରି ଗ୍ରହଣ କର, ମତେ ପୁଅ ଦରକାର, ମୋର ପିଲା ଛୁଆ ନାହିଁ କିଛି। ପରମେଶ୍ୱର କହିଲେ କଣ? ମିଛ କହିଲେ ନା, ଠକି ଦେଲେ ନା, କଣ କେଜାଣି, ଆମର କିଛି ତ ହଉନାହିଁ। ଆଉ ଅବ୍ରାହମ ବାଧ୍ୟ ହେଲେ, ତାକୁ ଗ୍ରହଣ କଲେ। ଆଉ ଗୋଟେ ପୁଅଟା ହେଲା, ତା ନାଁ ହେଲା ଇସାକ। ବହୁତ ସୁନ୍ଦର କହିଲ, ହାତ ଉଠେଇଲେ ମୁଁ ଟିକେ ଖୁସି ଆଶୀର୍ବାଦ ଦେଇପାରିବି। ତମେ ଗୋଟେ କହିଲ ଗୋଟେ ଇସାକ ବୋଲି, ଆଉ କିଏ କହିଲ ଆରେ ଆଶୀର୍ବାଦ ଦେଇପାରେ ପ୍ରଭୁଙ୍କ ନାଁରେ, କିଏ ଭଲ ହାତ ଉଠା, କିଏ ଇସାକ ବୋଲି କହିଲ? ଆଉ ପୁଅ ଆଉ କିଏ କଣ କଣ କହୁଛୁ? ଇସ୍ମାଇଲ। ସାରାର ପୁଅ ହେଲା ଇସାକ, ଆଉ ହାଗାରର ପୁଅ ହଉଛି ଇସ୍ମାଇଲ। କିନ୍ତୁ ଇଏ ସିନା ଚାକରାଣୀ, ସାରା ପାଇଁ ଚାକରାଣୀ, ଅବ୍ରାହମ ତାକୁ ଭାର୍ଯ୍ୟା କରି ଗ୍ରହଣ କଲା ନା। ତେଣୁକରି ତାର ଯୋଉ ପୁଅ ହେଲା, ଏଇଟା ଅବ୍ରାହମର ନିଜ ପୁଅ ହେଲା, ନିଜ ରକ୍ତର ପୁଅ ହେଲା, ଔରସଜାତ ପୁଅ। ତା ମନ ବହୁତ କଷ୍ଟ ହେଲା। ଅବ୍ରାହମ କଷ୍ଟ ପାଇଁ ଦାୟୀ କିଏ? ବାଇବେଲ ଲେଖାଏନି, ମୁଁ କହୁଛି କଷ୍ଟ ପାଇଁ ସେଇ ଅବ୍ରାହମ ଦାୟୀ। କାହିଁକି? ପରମେଶ୍ୱର କହିଥିଲେ ତ ଆମେ ପୁଅ ଦବା। ଏମାନେ କାହିଁକି ତରବର ହେଇଗଲେ, ଆମକୁ ପୁଅ ହଉନାହିଁ କହି ତା ସ୍ତ୍ରୀ କହିଲା କହିକି ସେ ମାନିଗଲା। ସ୍ତ୍ରୀ ଭୁଲ କଥା କହିଲେ ପୁରୁଷ ଶୁଣିବାଟା ଉଚିତ ନାହିଁ। ସେ ଭୁଲ କଥା ଥାଉ, ତାକୁ ଦଣ୍ଡ ମିଳିବ, ଶେଷରେ ତମକୁ ବି ମିଳିବ। ପୁରୁଷ ଯଦି ଭୁଲ କଥା କହୁଛି, ସ୍ତ୍ରୀ ଲୋକ ସେଇ କଥା ଶୁଣିବା ଉଚିତ ନାହିଁ। ମୁଁ ଝଗଡା ଲଗେଇବାକୁ ଚାହୁଁନାହିଁ, ଭଲ କଥା କହିବା ପାଇଁ ଚାହୁଁଛି। ଝଗଡା କରନି, ଚୁପଚାପ ହେଇକି ରୁହ ପଛକେ, କିନ୍ତୁ ଭୁଲ କାର୍ଯ୍ୟ କରନି, ତାର ତ ପରିଣାମ ନିଶ୍ଚୟ ଭୋଗିବ। ଆଜି ନାହିଁ, କାଲି ନାହିଁ, କେତେ ଦିନ ଭଲରେ ଚାଲିବ, ହଠାତ୍ ତମେ ଦେଖିବ ରାସ୍ତାରେ ଚାଲୁ ଚାଲୁ ଗାଡିରେ ଯାଉ ଯାଉ ଆକ୍ସିଡେଣ୍ଟ। ବୁଝିପାରୁନ, ପରମେଶ୍ୱର ରଖିଥିଲେ ଏ ଦିନ ଦିଆ ହବ। କେତେ ଦିନ ଯିବ, କେତେ ମାସ ଯିବ, କେତେ ବର୍ଷ ଯିବ, ଆସିବାକୁ ତ ପଡିବ ସେଇଟା। ଭଲ କର୍ମ କରିଥିଲେ ଆସିବା, ମନ୍ଦ କର୍ମ କରିଥିଲେ ଦଣ୍ଡ। ସେଥିପାଇଁ ଲେଖା ହଉଛି ଗୀତ ସଂହିତାରେ, ଭୀତ ହୁଅ ପାପ କର ନାହିଁ, ପାପର ବର୍ତ୍ତମାନ ଅଛି ମୃତ୍ୟୁ। ସେବେ ଯାହାବି ହଉ, ଯେତେବେଳେ ଏକ ଦୁଃଖିତ ହେଲେ, ଯାହାବି ହେଲା ନିଜେ ଦାୟୀ ସେଥିପାଇଁ। ମାତ୍ର ଯେତେବେଳେ ସେ ମା ପୁଅ ଚାଲିଗଲେ, ଖାଇବା ପିଇବାର ସରିଗଲା, ଏ ପିଲାଟା ମରିଯିବ, ଯେତେବେଳେ ତାର ମା ସେ ହାଗାର କଣ କଲା? ଟିକେ ଆଗକୁ ଯାଇକି ଲେଖା ହଉଛି ବାଇବେଲରେ, ଉଚ୍ଚ ସ୍ୱର କରି ରୋଦନ କଲା। କଣ କଲା? ଉଚ୍ଚ ସ୍ୱର କରି ରୋଦନ କଲା। ପରମେଶ୍ୱରଙ୍କର ଦୂତ ତାକୁ ଡାକି କହିଲେ, ସେ ସ୍ତ୍ରୀ ଲୋକର ନାମ ହଉଛି ହାଗାର। କଣ କହିଲେ? ଆଗ ହାଗାର ତୋର କଣ ହେଲା? ହାଲେଲୁୟା, ହାଲେଲୁୟା, ପ୍ରେଜ ଦ ଲର୍ଡ। ସେ ହାଗାର ପ୍ରତିଦିନ ଗିର୍ଜାରେ ମଣ୍ଡଳୀରେ ବସୁନଥିଲା, ଆମେ ବସୁଛୁ। ସେ ଦାନ ଦଶମାଂଶ ଦଉନଥିଲା, ଆମେ ଦଉଛୁ। ସେ ପବିତ୍ର ଆତ୍ମା ପାଇନଥିଲା, ଆମେ ପବିତ୍ର ଆତ୍ମା ପାଇଛୁ। ସେ ଡୁବ ନେଇନଥିଲା, ଆମେ ଡୁବ ନେଇଛୁ। ତାକୁ ଯଦି ପ୍ରଭୁଙ୍କର ଦୂତ ଡାକି କହିଲେ, ଆଗ ହାଗାର ତୋର କଣ ହେଲା? କାହିଁକି ମତେ ନ କହିବେ, କାହିଁକି ତମକୁ ନ କହିବେ? କହୁନାହାନ୍ତି କଣ ପାଇଁ?
ହାଗାର କଣ କଲା ଦେଖାଉଛି ବାଇବଲରେ ଉଚ୍ଚ ସ୍ୱର କରି ରୋଦନ କଲା। ସେଇଟା କରିକି ଦେଖ। ଗୋଟେ ଜାଗାରେ ମରାଠୀ ଭାଷାରେ ପରମେଶ୍ୱର କହୁଛନ୍ତି ଆମକୁ ପରୀକ୍ଷା କର, ବାକ୍ୟ ସଫଳ ହବ ନିଶ୍ଚୟ, ନ ହବାର ନାହିଁ। ଦାଉଦ ମଧ୍ୟ ଉଚ୍ଚ ସ୍ୱର କରି ଆଉ ସେ ରୋଦନ ପ୍ରାର୍ଥନା କରୁଥିଲେ, ବିଳମ୍ବ ହଉଥିଲା, ମାତ୍ର ଗୋଟେ ସମୟ ପହଞ୍ଚିଲା। ପ୍ରଭୁ ତା ଉତ୍ତର ଦେଇ କାର୍ଯ୍ୟ କଲେ ଯେ ସେ ଗୀତ ସଂଗୀତାରେ ଲେଖିଲେ, ଗୋଟେ ଗୀତ ଲେଖିଲେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ। ମୁଁ ଧୈର୍ଯ୍ୟ ଧରି ସଦା ପ୍ରଭୁଙ୍କର ଅପେକ୍ଷା କଲି, ମନୋଯୋଗ କରି ମୋର କାକୁତି ଶୁଣିଲେ, ଭୟଙ୍କର ଗର୍ତ୍ତରୁ ଦହଲା କାଦରୁ ସେ ଉଠେଇକି ଆଣିଲେ। ଏପରି ଭାବରେ ଯଦି ଆମ ପାଇଁ ବିଳମ୍ବ ହଉଛି, ବିଶେଷ ଭାବରେ ପ୍ରଭୁ କାର୍ଯ୍ୟ କରିବା ପାଇଁ ଟିକେ ସମୟ ନେଉଛନ୍ତି, ତାଙ୍କ ଠାରେ ମୁଖାପେକ୍ଷା ନାହିଁ। ଗୋଟିଏ ବାପାଙ୍କର ପରିବାରରେ 4ଟା ପିଲା ଥିଲେ, ଯେମିତି ସମସ୍ତଙ୍କ ସମାନ ଦେଖିବେ, ସମସ୍ତ ଜଗତର ଲୋକମାନେ ଈଶ୍ୱରଙ୍କ ଦୃଷ୍ଟିରେ ଗୋଟିଏ ପରିବାର ଆଉ ତାଙ୍କର ସନ୍ତାନ ସବୁ କିଏ ଭଲ ତ କିଏ ଟିକେ ଖରାପ, ତେଣୁ ତାଙ୍କ ଠାରେ ମୁଖାପେକ୍ଷା ନାହିଁ। ମାତ୍ର ବାକ୍ୟକୁ ଯଦି ସଫଳ ନ କରିବା, ସେ ପ୍ରତିଜ୍ଞା ସଫଳ ହବ ନାହିଁ। ଆମର ତେଣୁକରି ତ ଯୀଶୁ କହିଲେ, ଯଦି ତୁମେ ମୋଠିବ ମୋ ବାକ୍ୟ ତୁମରେ ଯାହା ଇଚ୍ଛା ମାଗ ତୁମକୁ ଦିଆଯିବ। ଏବେ ଦେଖ ସେଇ ବିଷୟକୁ ମୁଁ ଆସୁଛି, ସେ ସତ୍ୟ ବିଷୟ। ଲୋକମାନେ କହୁଛନ୍ତି, ଡକ୍ଟର କହୁଛନ୍ତି ଏଇଟା ହଉଛି ରୋଗ, ମୃଗୀ ରୋଗ, ମୂର୍ଚ୍ଛା ରୋଗ, ଏପିଲେପ୍ସି। ମାତ୍ର ଯୀଶୁ କହୁଛନ୍ତି, ବାଇବେଲ କହୁଛି କଣ, ଏଇଟା ହଉଛି ଭୂତ, ଏଇଟା ହଉଛି ଶୈତାନ। ତେଣୁ ଯୀଶୁ କଣ କଲେ ନା, ଆଉ ସେ ଭୂତକୁ ଧମକାନ୍ତେ ସେ ବାହାରି ଗଲା। ଆମକୁ ଜାଣିବାକୁ ଅନେକ ସମୟରେ ଶୈତାନର ଚାତୁରୀ କଣ, ସେ ରୋଗ କରିଛି ଆଉ ଡକ୍ଟର କହୁଛନ୍ତି ଏଇଟା ସେ ରୋଗ ଖାଲି ମେଡିସିନ ଖାଅ। ଆମେ କହୁଛୁ ପ୍ରଭୁ ଏ ରୋଗରୁ ସୁସ୍ଥ କର, କିନ୍ତୁ ପ୍ରଭୁ କହୁଛନ୍ତି ଏଇଟା ରୋଗ ନାହିଁ, ଏଇଟା ହଉଛି ଶୈତାନ। ଆମ ଜୀବନରେ ଦୁଃଖ ଅଛି, ଆମ ପରିବାରରେ ଦୁଃଖ ଅଛି, ଆମେ କହୁଛୁ କେବଳ ଦୁଃଖ ଆମ ଜୀବନରେ ସବୁ ଘଟି ଯାଉଛି, କେବଳ ଦୁଃଖ ନାହିଁ, ସେ ଦୁଃଖ ପଛରେ ଶୈତାନ କାମ କରୁଛି। ଆମେ ଭାବୁଛୁ ପରିବାରରେ ଅଶାନ୍ତି, ପାଖ ପଡିଶା ଲୋକଙ୍କ ସହିତ ଅଶାନ୍ତି, ଗାଁରେ ଅଶାନ୍ତି, କାହା ସାଙ୍ଗରେ ଗୋଟେ ଅଶାନ୍ତି, ଗୋଟେ ଶତ୍ରୁତା, ଗୋଟେ ଲୋକ ସବୁବେଳେ ଆମ ପଛରେ ଲାଗିଛି। ମନେ ରଖ, ସେଇଟା ସେ ଲୋକ କଣ ନାହିଁ, ତା ଭିତରେ ଶୈତାନ କରୁଛି। ଲୋକମାନେ କହୁଛନ୍ତି ଏ ସେ ମଦୁଆ ଲୋକଟା, ଗଣ୍ଡଗୋଳିଆ ଲୋକଟା, ଏମିତି ସବୁବେଳେ ଆଉ ସେ ଝଗଡା ସବୁ ସେ କରୁଛି, ଯେମିତିକି ଏଇଟା ରୋଗ। ଡକ୍ଟର କହିଲେ ଏଇଟା ରୋଗ, ସେ ତ ଜ୍ଞାନୀ ଲୋକ ନା, କିଏ ତାଙ୍କୁ ମନା କରିବ। ମାତ୍ର ଯୀଶୁ କହୁଛନ୍ତି ସେଟା ଭୂତ, ଶୈତାନ। ଆଜି ଆମ ଜୀବନରେ ଯଦି ରୋଗ ଅଛି, ଅଭାବ ଅଛି, ସମସ୍ୟା ଅଛି, ଦୁଃଖ ଅଛି, କେହି ଯଦି ଆମର ବିରୁଦ୍ଧରେ ଚକ୍ରାନ୍ତ କରୁଛି, ଷଡ଼ଯନ୍ତ୍ର କରୁଛି, ঈର୍ଷା କରୁଛି, ଆମର କ୍ଷତି କରୁଛି, ଆମକୁ ଅପମାନ କରୁଛି, ପ୍ରଭୁଙ୍କ ଲୋକମାନଙ୍କୁ ଆଉ ସେ ଶାନ୍ତିରେ ରହିବାକୁ ଦଉନାହିଁ, ଜାଣ ଏଇଟା ସେ ଲୋକ କରୁନାହିଁ, ଭିତରେ ଏସବୁ ଶୈତାନର କାର୍ଯ୍ୟ। ଦୁର୍ବଳ ଲୋକମାନଙ୍କୁ ଶୈତାନ ଧରିଦିଏ। ଆଉ ରାଗିବ ନାହିଁ, ନିଜ ଲୋକମାନେ ତ ସବୁ, କିନ୍ତୁ ସତ୍ୟ ତ କହିବାକୁ ବାଧ୍ୟ ହେବି। ଆଉ ସ୍ତ୍ରୀ ଲୋକମାନେ, ମା ମାନେ, ଝିଅ ମାନେ ଯେତେ ଅଛ, ତମେ ତ ସବୁ ତମର ନିଜର, ଆଉ ହେଲେ ବି ସତ୍ୟଟା ଜଣେଇବାକୁ ବାଧ୍ୟ। ଦୁର୍ବଳ କିଏ, ପୁରୁଷ ନା ସ୍ତ୍ରୀ? ବାପରେ, ହଠାତ୍ କହିଦେଲ କେମିତି କଣ କହିକି, କଣ ଭାବିକି। ଅବଶ୍ୟ ବାଇବେଲରେ ଲେଖା ହେଇଛି, ଆଉ ତୁମର ସ୍ତ୍ରୀ ଲୋକମାନେ ଅପେକ୍ଷାକୃତ ଦୁର୍ବଳ ସେମାନେ, ମାନେ ପୁରୁଷ ମାନଙ୍କର ସେମାନେ ଆଉ ନିତାନ୍ତ ଦୁର୍ବଳ ବୋଲି ବାଇବେଲରେ ଲେଖା ତ ହେଇଛି। କିନ୍ତୁ ପ୍ରଥମ କଥା ମୁଁ କହୁଛି, ଆଉ କଣ ଲେଖା ହେଇଛି, ଯେତେବେଳେ ଆଦମ ହବାକୁ ପରମେଶ୍ୱର ସୃଷ୍ଟି କଲେ, ଏଇ ଫଳ ଯୋଉଦିନ ଖାଇବ ସେଦିନ ମରିବ। କିଏ ଖାଇଲା? ପୁରୁଷ ଖାଇଲା, ସ୍ତ୍ରୀ ଖାଇଲା, ସ୍ତ୍ରୀ ଲୋକ ଖାଇଲା। ସିଏ ଯେତେବେଳେ ପ୍ରଭୁ ଆସି ପଚାରିଲେ କେମିତି କଣ ତମେ ଖାଇଲ କି, ଅବ୍ରାହ୍ମକୁ ଆଦମକୁ ସେ କହିଲା ଏଇ ଯୋଉ ସ୍ତ୍ରୀ ଲୋକ ଦେଇଥିବ ସେ ମତେ ଯାହା ମୁଁ ଖାଇଲି। ସ୍ତ୍ରୀ ଲୋକ କିଏ କହିଲା ଖାଇବାକୁ? ସର୍ପ କହିଲା। କାହିଁକି ପୁରୁଷକୁ ସେ କହିଲା ନାହିଁ, ସ୍ତ୍ରୀକୁ କହିଲା? ୟାକୁ କହିଲେ ପାରିବି, ତାକୁ କହିଲେ ପାରିହବ। ପରମେଶ୍ୱରଙ୍କର ପ୍ରତିମୂର୍ତ୍ତିରେ ମଣିଷ ବନା ହେଇଛି ନା, ସ୍ତ୍ରୀ ଲୋକକୁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ବନା ହେଇନାହିଁ। ଆଉ ପରମେଶ୍ୱର ମନୁଷ୍ୟକୁ ନିଜ ସାଦୃଶ୍ୟ ପ୍ରତିମୂର୍ତ୍ତିରେ ବନେଇଲେ, ଆଉ ପୁରୁଷ ଠାରୁ ସ୍ତ୍ରୀକୁ ବନେଇଲେ, ପୁରୁଷ ପାଇଁ ସ୍ତ୍ରୀକୁ ବନେଇଲେ, ସମାନ କରିକି ବନେଇ ନାହାନ୍ତି। ଶୈତାନ ଭଲରେ ଜାଣିଛି। ଆଉ ତାର ବହୁତ ବାଇବେଲ ଲେଖା ହଉଛି, ସେ ଦାନିଏଲ ଠାରୁ ମଧ୍ୟ ଅଧିକ ଜ୍ଞାନୀ। ପରମେଶ୍ୱରଙ୍କର ଉଦ୍ୟାନରେ ସେ ଥିଲା, ଏସବୁ କରିକି ଅଭିଷିକ୍ତ କିରୁବ ବୋଲି ତାକୁ କହିଥିଲା। ବହୁତ ଜ୍ଞାନ ତା ଠାରେ ଅଛି। ତେଣୁକରି ସେ ଜାଣିଲା ଆକୁ ଧରି ମୁଁ ପାରିବି। ତେଣୁକରି ତା ପାଖକୁ ଗଲା। ଆଗକୁ ତମେ କଣ ଏଇ ଉଦ୍ୟାନର ସେ ମଧ୍ୟ ଶାନ୍ତ ବୃକ୍ଷର ଫଳ ପରମେଶ୍ୱର ହଁ କାହିଁକି ଯୋଉଦିନ ଖାଇବୁ ମରିବୁ। ମିଛ କଥା।
ମରିବ ନାହିଁ, ପରମେଶ୍ୱରଙ୍କ ପରି ହେଇଯିବ। ଆଚ୍ଛା ସତ ତ ବଢିଆ ଦେଖାଉଛି, ସୁନ୍ଦର ହେଇକି ଭାରି ଚୋଟ ହେଇକି ବୋଧେ ଦେଖାଉଛି। ହଁ ନା, ବୁଦ୍ଧି ଜ୍ଞାନ ପରମେଶ୍ୱର ପରେ ହେଇଯିବୁ, ଭଲ କଥା। ତାହେଲେ ଆମକୁ ସବୁ ଦୂତ ମାନେ ଆରାଧନା କରିବେ, ଆମର ଆଉ କଣ ଅଛି? ଖାଇ ତ ଦେଲା ପୁରୁଷ ପାଖକୁ, ତାପରେ ନେଲା। ସେ ଖାଇଦେଲା, ସେ କଣ କହିଥିବ ନିଶ୍ଚୟ ପଚାରିଥିବ, କଣ କଲେ ନା ମୁଁ ଖାଇ ମନା କରାହେଇଥିଲା, କହିଥିବ କି କହିଥିବ, ପରମେଶ୍ୱର ମନା କରିଥିଲେ ନା। ମତେ ସେ ସାପଟା ଆସି ସାପଟା ଶୈତାନ ବୋଲି ସେ ଜାଣୁନି, ସର୍ପ ଉପରେ ଆସ ଆଉ କେମିତି ଖାଇଲେ କିଛି ତ ଲାଗୁନି, ଭଲ ତାର ବଢିଆ ସ୍ୱାଦ, ବଢିଆ ମିଠା ଟେଷ୍ଟି, ଦେଖ ବୋଲିକି କେତେ କଣ କେମିତି ସେ ସାମସନକୁ ଯେମିତି ସେ ଧରିଲା, କହିଲା ମତେ ଆଦୌ ପ୍ରେମ କରୁନ ତମେ, ସବୁବେଳେ ଠକୁଛ ଠକୁଛ ଠକୁଛ, ଏମିତି କରି କହିଲା ଯେ ସାମସନର ପ୍ରାଣ ମରଣ ପର୍ଯ୍ୟନ୍ତ ଅସ୍ଥିର ହେଲା। ତାପରେ ସେ ସବୁ ଖୋଲିକି କହିଲା। ତେଣୁ ଆଗ ମାନି ଯାଇଛି, ହଉ ଖାଇଲ ତ ଖାଇଲ ତମେ, ଆଉ ମୋ ସ୍ତ୍ରୀ ଆଉ ଯାହା ହବ ହବ, ଦି ଲୋକକୁ ମିଶିକି ହବ, ମୁଁ କଣ କରିବି, ଦିଅ କହୁଛ ତ ଖାଇଦିଅ ଟିକେ ନା ବୋଲିକି, ନହେଲେ ଜବରଦସ୍ତ କରି ବାଟରେ ଖୋଇ ଦେଇଥିବ। ସତ ତ ବଢିଆ ଶୈତାନ ଧରିଲା। ଏ ଖରାପ ଭାବିବନି କି ରାଗିବ ନାହିଁ, ମୁଁ ତମକୁ ଦୁର୍ବଳ କହିଦେଲି ସ୍ତ୍ରୀ ଲୋକମାନଙ୍କୁ କହିବି। ଆଉ ବେଳେ ବେଳେ ସ୍ତ୍ରୀ ଲୋକମାନେ ବି ବହୁତ ଟାଣୁଆ ଥିବେ, ପୁରୁଷ ମାନେ ବି ଅନେକ ସମୟରେ ଦୁର୍ବଳ ଥିବେ। କିନ୍ତୁ ବାଇବେଲର କଥା ଯେତେବେଳେ ଆମେ ଦୁର୍ବଳ, ସେତେବେଳେ ଶୈତାନ ସେ ସମ ଚାହିଦା, କାରଣ ଲେଖା ଅଛି ଶୈତାନକୁ ସୁଯୋଗ ଦୁର୍ବଳ ଜାଣି କୋଉ ସମୟରେ ମୁଁ ଆଟାକ କରିବି, ସେଇ ସମୟକୁ ଧରିକି ସେ କାର୍ଯ୍ୟ କରିଥାଏ। ତେବେ ଦାଉଦଙ୍କ ପରି ଲୋକ କେମିତି ଭାବରେ ପଡିଗଲେ, ଛାତରେ ଗୁରୁଥିଲେ, ଦ୍ୱିତୀୟ ଓରିୟର ଭାର୍ଯ୍ୟାକୁ ଦେଖିଲେ, ଶୈତାନ ଦେଖିଲା ତାକୁ ସେଠି ଧରେ, ସେ କେତେ ବଡ ଭୁଲଟା କରେ, ତାପରେ ତାର ଦଣ୍ଡ କେମିତି ଆସିଲା। ପ୍ରଭୁ ତାଙ୍କର ଭବିଷ୍ୟବକ୍ତା ଆଉ ସେ ନାଥଙ୍କୁ ପଠେଇଲେ, ଦେଖ ତମେ ଏଇ ଭଳିଆ ଭୁଲ କରିଛ, ତମ ପାଇଁ ଦଣ୍ଡ ପରମେଶ୍ୱର ନିରୂପଣ କରୁଛି 3 ପ୍ରକାର, ଯୋଉଟା ଚାହୁଁଛ। 3 ମାସ ଶତ୍ରୁ ଗୋଡିବେ, ତମେ ଦୌଡ଼ିବ। 3 ବର୍ଷ ନହେଲେ ଦୁର୍ଭିକ୍ଷ ହବ ଦେଶରେ, ନହେଲେ 3 ଦିନ ମହାମାରୀ ହବ। କଣ ଚାହୁଁଛ? ମୁଁ ବଡ ଅକଳରେ ପଡିଛି। ଦାଉଦ ପରମେଶ୍ୱରଙ୍କର ମନର ମତ ଲୋକ, ଛାଡ଼ିଲେନି। ମୋ ମଣିଷ ହାତରେ ନ ପଡେ, ପରମେଶ୍ୱରଙ୍କ ହାତରେ ପଡେ। ତାଙ୍କୁ ଯଦି ଛାଡ଼ିଲେନି, ମତେ କେମିତି ଛାଡ଼ିବେ, ତମକୁ କେମିତି ଛାଡ଼ିବେ? ଏଇଥିପାଇଁ ଆମେ ଦଣ୍ଡ ପାଉଛୁ ଅନେକ ସମୟ। ମାତ୍ର ଆମେ ଜାଣିପାରୁଛୁ ନା ଶୈତାନର କାର୍ଯ୍ୟ, ଆମେ କହୁଛୁ ଏଟା ରୋଗ, ଏଟା ଅଭାବ, ଏଟା ଦୁଃଖ, ଏଟା ସମସ୍ୟା, ଏଟା ଲୋକଙ୍କର ଇର୍ଷା, ମୋ ବିରୁଦ୍ଧରେ ସେମାନଙ୍କର ଷଡ଼ଯନ୍ତ୍ର, ଏଇଟା ଗଣ୍ଡଗୋଳ, ଏଇଟା ହଉଛି କ୍ଷତି, ଏଇଟା ହଉଛି ବିଫଳତା। ନାଇଁ, ସେ କହିଲା ଏ ମୃଗୀ ରୋଗ, ଏଇଟା ହଉଛି ମୂର୍ଚ୍ଛା ରୋଗ। ମାତ୍ର ଯୀଶୁ ମୃଗୀ ରୋଗ କି ସେ ମୂର୍ଚ୍ଛା ରୋଗ କହିଲେ ନାହିଁ, ଭୂତକୁ ଧମକେଲେ, କହିଲେ ଏ ମୁକ ବଦ୍ର ଆତ୍ମା ବାହାରିଲା। ଅନେକ ବର୍ଷ ପୂର୍ବେ ମତେ ମୁଁ କୋଠି ସେ ରୁଣ୍ଡୁଜକୁ ଯାଇଥିଲି, ସ୍ୱପ୍ନରେ ଦେଖିଛି ମୋ ଶ୍ୱଶୁର ଘରେ ଚାନ୍ଦିପୁରରେ ଥିବା ସମୟରେ ଗୋଟେ ବିଶେଷ କାର୍ଯ୍ୟ ମୋର କରିବା ଅଛି, ଗୋଟେ ଆଉ କୋଉଠି ଗୋଟେ ଇଲେକ୍ଟ୍ରିସିଟି ଗୋଟେ ପାୱାରଟା ଏମିତି ଉଠୁଛି, ସବୁ ଡରି ଯାଉଛନ୍ତି। ମୁଁ ଯାଇକି ହାତ ପକେଇଲା ପରେ ସେ ସ୍ଥିର ହେଇଯାଉଛି। ଭାବିଲି କଣ ଏଇଟା ଗୋଟେ ହବ। ସେଇଦିନ ହିଁ 2 ଜଣ ଲୋକ ସେ ରୁଣ୍ଡୁଜରୁ ଆସିଲେ ଚାନ୍ଦିପୁରକୁ, ମତେ କହିଲେ ମୁଁ ବହୁତ ଥର ଯାଉଥିଲି ସାଡେ ସେ ସବୁ ଏରିଆରେ, ଆଜ୍ଞା ଗୋଟେ ପିଲା ଭୟଙ୍କର ଭାବରେ ଆଉ ଏମିତି ହେଇଛି, ତା ଦେହରେ ଏମିତି ଶକ୍ତି ଅଛି, କଣ ଶୈତାନ ନା କଣ ଜାଣିପାରୁନୁ, ଆଉ କେତେ ଲୋକ ଧରିଲେ ତାକୁ କଣ୍ଟ୍ରୋଲ କରିପାରୁନୁ, ତାକୁ ବାନ୍ଧିଲେ ମଧ୍ୟ ସେ ସବୁ ଛିଣ୍ଡେଇ ଦଉଛି, କରିଦଉଛି। ଏମିତି 2-3 ଦିନ ହେଲାଣି। ତେବେ ମଲାପରି ପଡି ରହିଛି। ମାତ୍ର ସେ ଆଖି ବନ୍ଦ କରି ଶୋଇବା ଆଗରୁ, ମଲାପରି ହେଇଯିବା ଆଗରୁ ସେ ଶେଷ କଥା କହିଲା, ସେ ବେହେରାଜଙ୍କୁ ଡାକି ଆଣ, ସେ ପ୍ରାର୍ଥନା କରି ମୁଁ ଭଲ ହେବି। ଏତିକି କହିକି ଆଜ୍ଞା, ଆଉ ସେ ମଲାପରି ପଡିକି ରହିଛି, ତା ଦେହ ଛୁଇଁଲେ ମଧ୍ୟ ବରଫ ପରି ଲାଗୁଛି। ମନେ ପଡିଲେ, ଓ ରାତିରେ ମତେ ସ୍ୱପ୍ନରେ ଦେଖା, ଦିନ 3ଟାରୁ ଚାଲିକି ରାତି 7ଟାରେ ପହଞ୍ଚିଲି, 4 ଘଣ୍ଟା ସେ ପନାଗୁଡା ରାସ୍ତା ଦେଇକି ସନ୍ଧ୍ୟା ହେଇଯାଇଛି, ଲୋକମାନେ ଘେରିକି ଅଛନ୍ତି, ମତେ ସ୍ତ୍ରୀ ପୁରୁଷ ସବୁ ଗାଁ ମୁଣ୍ଡକୁ ମୁଣ୍ଡାଳିକୁ ଆସିକି ଜଗିଛନ୍ତି। ଆଉ ତାଙ୍କର ମୁଖ୍ୟ ଯେ ଲୋକ ଥିଲେ, କହିଲେ ଆଜ୍ଞା ଚାଲନ୍ତୁ ଯିବା ତାଙ୍କ ଘରକୁ, ଆପଣ ପ୍ରାର୍ଥନା କରିବେ। ମୁଁ କ୍ଳାନ୍ତ ହେଇକି ଆସିଛି, ଏଟା ଗୋଟେ ଶୈତାନର କାର୍ଯ୍ୟ କରି ମତେ ଲାଗୁଛି, ଏବେ ମୋ ଦେହରେ ଶକ୍ତି ନାହିଁ, କାଲି ଯେ ପ୍ରାର୍ଥନା କରିବା। ଆଜ୍ଞା ସେ ତ ଆଉ ନାହିଁ କିଛି, ମାନେ ସେ ମରିଯାଇଛି କହିଲେ ଚଳେ, ମରି ନାହିଁ, ଖାଲି ନିଶ୍ୱାସ ଅଛି, ସେମିତି ପଡିକି ଅଛି। ଆପଣ ଟିକେ ପ୍ରାର୍ଥନା କରିଦେଲେ ତାର କାମ ଶେଷ କରିଦେବା, ମାନେ କବର ଦେଇଦେବ। ମୁଁ ବହୁତ 4 ଘଣ୍ଟା ଚାଲିକି କ୍ଳାନ୍ତ ଶାନ୍ତ ହେଇଛି। ଯେତେବେଳେ ବାଧ୍ୟ କଲେ, ଶେଷରେ ମୁଁ ଗୋଟିଏ କଥା କହିଲି, ଯଦି ସେ ମରିବ ମୁଁ ଦାୟୀ ହେବି, ମତେ କିଛି କହନି, ମୁଁ ଆଜି ବିଶ୍ରାମ କରିବି, କାଲି କାମ କରିବି। ସବୁ ଚୁପ୍ ହେଇକି ରହିଲି। ଖାଇ ପିଇକି ରାତିରେ ଶୋଇଲା ବେଳେ ଟିକେ ପ୍ରାର୍ଥନା କଲି, ଜାଣିବା ପାଇଁ ଚାହିଁବି, ସତ୍ୟ ଜାଣିବା ପାଇଁ।
ଅଲ୍ଟ୍ରାସାଉଣ୍ଡ ପକେଇ ମିଶିଛି କେମିତି ପକେଇ କହିଲି ପ୍ରଭୁ କଣ ହେଇଛି ସେ ପିଲାକୁ ମତେ ଟିକେ ଜଣେଇ ଦିଅ ରାତି ଅଧ ବେଳକୁ ମତେ ପ୍ରଭୁ ଜଣେଇଦେଲେ ପରିଷ୍କାର ଜଣେଇଦେଲେ ମାନେ ଗୋଟେ ସ୍ୱପ୍ନ ଦର୍ଶନ ଦ୍ୱାରା ଜଣେଇଦେଲେ କେମିତି ଜଣେଇଲେ ସେଇ ପୁଅଟା ଯିଏ ସେମିତି ମୋର ଆଗରେ ଆସିକି ସେ ସ୍ୱପ୍ନ ଦର୍ଶନରେ ବସୁଛି ଆଖି ବଡ ବଡ କରି ଅନେଇଛି ଆଉ ମତେ କହୁଛି ମୁଁ କିଏ ତୁ ଜାଣୁ ତୁ ବୋଲି କହୁଛି ମୁଁ କିଏ ତୁ ଜାଣୁ ମୁଁ ହଉଛି ବାହିନୀ ଭୂତ ଏତିକି ସେ କରେ ସେଇ ମୁହୂର୍ତ୍ତରେ ମୁଁ ତାକୁ ଉତ୍ତର ଦେଲି ଜୋହନ 14:12 କଣ ଲେଖା ଅଛି ତୁ ଜାଣୁ ଯୀଶୁ କହିଲେ ସତ୍ୟ ସତ୍ୟ ମୁଁ ତୁମକୁ କହୁଛି ଯେ ମୋର ବିଶ୍ୱାସ କରେ ମୁଁ ଯୋଉ କର୍ମ କରୁଛି ସେ ସବୁ କର୍ମ ତା ଅପେକ୍ଷା ଅଧିକ ଏଥରକୁ ସେ ଆଖି ଏମିତି ଏମିତି ମୁଣ୍ଡ ତଳକୁ ନିଦ ଭାଙ୍ଗିଗଲା ଏଇଟା ବାହିନୀ ଭୂତ ତାପରେ ମୁଁ ଜାଣିଗଲି ପ୍ରଭୁଙ୍କୁ ଧନ୍ୟବାଦ ଦେଲି ମୁଣ୍ଡ ତଳୁ କଲା ମାନେ ସେ ହାରିଲା ମୁଁ ଜିତିଲି ମୋ ହାତରେ ତାକୁ ସମର୍ପଣ କଲା ବାକି ରାସ୍ତା ଆଉ ଏ ସମୟରେ ରାତି ଯେତେ ସବୁ ଅଛି ବାକି ଶୋଇଲି ସକାଳେ ମାନେ ପ୍ରାର୍ଥନା ଉପବାସ ତ ଦରକାର ନା ନହେଲେ ହବନି ଏଗୁଡ଼ା ଭାଇ ଉପବାସ ଟିକେଟ୍ ଆଜି ଦିନରେ ଖାଇବି ନାହିଁ ପିଇବି ନାହିଁ କିଛି ଚାଲ ଯିବା ଲୋକ ସବୁ ଭର୍ତ୍ତି ହେଇଗଲେ ତାଙ୍କର ଘର ବାହାରେ ଛୁଇଁ ଦେଖିଲି ଏକଦମ ଥଣ୍ଡା ବରଫ ପରି ହଲଚଲ ନାହିଁ ଆଖି ଖୋଲେ 2-3 ଦିନ ସେମିତି ପଡିଛି ଲୋକ ସମସ୍ତେ ଭର୍ତ୍ତି ହେଇଛନ୍ତି ଘର ଭିତରେ ବାହାରେ ମୁଁ ଟିକେ ବସା ତାକୁ ଉଠି କାଠ ଗଣ୍ଡି କରି ତାକୁ ରଖା ସମସ୍ତେ ଗୋଟେ ଗୀତ ଗାଇବା ହାତ ତାଳି ଦେଇକି ସମସ୍ତେ ଗୋଟେ ଗୀତ ଗାଇବା ଆଉ ଆଖି ବନ୍ଦ କର ଭଲରେ ଗୀତ ଗାଅ ସବୁ ଆତ୍ମାରେ ଉତ୍ତେଜିତ କରି ଆମେ ବିଜୟୀ ହେବା ହାତ ତାଳି ସମସ୍ତେ ଗାଉ ଏଇଟା ସମସ୍ତେ ଜାଣିବ ନିଶ୍ଚୟ ରେଡିଓ ଫେଡିଓ ଶୁଣୁଥିବ ଗାଉ ସମସ୍ତେ ଏଇଟା ସମସ୍ତେ ଗାଉଛନ୍ତି ମୁଁ ମଧ୍ୟ ଗାଉଛି ହାତ ତାଳି ମାରିକି ଆମେ ବିଜୟୀ ହେବା ଆମେ ବିଜୟୀ ଗାଉ ଗାଉ ସମସ୍ତେ ଗାଉଥିବା ସମୟରେ ସେ ସେମିତି ଆଗ ଅଛି ମୁଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇ ପରଭାଷାରେ କଥା କହି ଉତ୍ତେଜିତ ହେଲି ତାପରେ ଚିତ୍କାର କରି କହିଲି ନାଜରେଥ ଯୀଶୁ ଖ୍ରୀଷ୍ଟଙ୍କ ନାମରେ କହୁଛି ଏ ମୁକ ବୋଧିର ଆତ୍ମା ବାହିନୀ ଭୂତ ତାଠାରୁ ବାହାରି ଯା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଦେଶ କରୁ 2-3 ଥର ମୁଁ ଆଦେଶ କଲି ସେ ଗଲା କି ନାହିଁ ମୁଁ ଜାଣେ ନାହିଁ ତାପରେ ମୁଁ କହିଲି ଯୀଶୁଙ୍କ ନାମରେ କହୁଛି ତ ଆଖି ଖୋଲ ବୋଲି ବହୁତ ବଡ ପାଟି କଲି ସେଇ ମୁହୂର୍ତ୍ତରେ ସେ ଆଖି କଲା ଯେ 3 ଦିନ ପର୍ଯ୍ୟନ୍ତ ଆଉ ସେ ମଲା ପରି ପଡି ରହିଥିଲା ଆଖି ଖୋଲିଲା ଅନେକ ତାପରେ ଆହୁରି ଜୋରରେ ପୁଣି ମୁଁ କହିଲି ଭୂତ ନା ଯୀଶୁ ଭୂତକୁ ଧମକାନ୍ତେ କେମିତି ଧମକାଇବାକୁ ହବ ଆଦେଶ ଦେବାକୁ ହବ ତାକୁ ଅନୁରୋଧ କରିବା ପାଇଁ କୁହାଯାଏ ନାହିଁ ଯାକୁବ 4 ପର୍ବର 7 ପଦରେ ଲେଖା ଅଛି ଶୈତାନକୁ ପ୍ରତିବାଧା କର ସେ ତୁମ ନିକଟରୁ ପଳେଇବ ସେହିପରି ଭାବରେ ଆଉ ପ୍ରଥମ ପିତର 5 ପର୍ବର 8 ପଦରେ ଲେଖା ଅଛି ବିଶ୍ୱାସରେ ସ୍ଥିର ରହି ତାକୁ ଅର୍ଥାତ୍ ଶୈତାନକୁ ପ୍ରତିରୋଧ କର କରିବାକୁ ହବ ତାପରେ ମୁଁ ଆହୁରି ଉଚ୍ଚ ସ୍ୱର କରି କହିଲି ଆଉ ମୁଁ ଯାହା କହୁଛି ତୁ ତାହା କହିବୁ ମୁଁ ତ ଖାଲି ଅନେକ ରହିଥା କହ ପ୍ରେଜ୍ ଦ ଲର୍ଡ ସେ କହିଲା ପ୍ରେଜ୍ ଦ ଲର୍ଡ ହାଲେଲୁୟା କହ ସେ ହାଲେଲୁୟା କହ ଯୀଶୁଙ୍କ ରକ୍ତର ଜୟ କହ ଯୀଶୁଙ୍କ ରକ୍ତ ଯାହା ମୁଁ କହୁଛି ତାପରେ ତାକୁ ଠିଆ କଲା ବେଳକୁ ସେ ଟଲ ହଉଛି ଆହୁରି ଗୋଟେ ପାଟି କରି ଗୋଟେ ଆଦେଶ ଦେଲି ଚିତ୍କାର କରି ଯୀଶୁଙ୍କ ନାମରେ କହୁଛି ସିଧା ହେଇକି ଠିଆ ହ एकदम लेफ्ट राइट कला है सीधा समय को सच है कहली ताकू नियो गाधा पाधा करियो ब्रश करियो तापरे ता खाइया को दियो मु बरटा रे बसछु सब कला आसी बसी की आज्ञा नमस्कार तो हसी मो सहित प्रेज द लॉर्ड तनो ए भाବରେ सारे सब कार्य क्रिया के चारि आरे प्रभु मो पाई द्वार खोले जेतु ईश्वर के राज्य वाक्य ने मात्र शक्ति रे प्रकाश पाए ସେପରି ଶକ୍ତିର କାର୍ଯ୍ୟ ଦିବାକର ପାଇଁ ହବାରୁ ଆଜି ଗାଁଟା ମରିଛି ନହେଲେ ତାଙ୍କ ବାପା ଜଲ୍ଦି ଭାଇ ନାହିଁ ମତେ କହିଥିଲେ 26 ଜଣ ମିଶନାରୀ ମୋ ପରି ଲୋକମାନେ ପ୍ରଚାରକ କି ସେ ଫାଦର ମାନେ ଆସିଥିଲେ ଆମକୁ କେହି ଖ୍ରୀଷ୍ଟିଆନ କରିପାରି ନଥିଲେ ଦିନେ ଗୋଟେ ଛୋଟ ପିଲା ହିଁ ତମେ ଆମକୁ ବଦଳି ଦେବ ସେଇଟା ନହେଲେ ପରି କାର୍ଯ୍ୟ ହେଇନଥାନ୍ତା ତେଣୁ ପ୍ରଭୁଙ୍କର ଧନ୍ୟବାଦ ଆମକୁ ସତ୍ୟ ଜାଣିବାକୁ ଶୈତାନ ଅନେକ କାର୍ଯ୍ୟ ଅଛି ଆମେ ପରସ୍ପର ମଧ୍ୟରେ ସ୍ୱାମୀ ସ୍ତ୍ରୀ ଭିତରେ भाई भौणी भितर निज लोकों भितर ग्रामवासी भितर आमर अशांति आम गंडोल विभिन्न भाव से देखला से कला ए सब भितर शैतान कार्य चली तार आम कौन करवा रोग को लेकिन डॉक्टर भाई सुस्थ करवा ना भूत छड़ेबा पाए आदेश देवा जीशु नाम रे बाहर जा विश्वासी भूत छड़ेब मो नाम रे बोलिकी जो अधिकार जीशु देइछंती कोटा करबा उचित हो भाबी देखो लेखा अछि जीशु रोगी मान को सुस्थ करबा पाए क्षमता अधिकार देले माथ्यू 10 पर्व 1 पद एवं भूत छड़ेबा पाए मध्य अधिकार तबे भूत शैतान रा कार्य अछि रोग व्याधि भी अछि एटा मान जानिबा को तेनु लेखाला तुमे सत्य ज्ञात हो सेटा तुमको मुक्त करबा इजी हे जीवो सहज हे जीवो
कौन समस्या तार समाधान हो मु तो कही केते थर मो झियो छोट समय तार पेटर जो बहुत कष्ट हला नै नै गोटे भयंकर मंदात्मा से देखुची आखि सामने जते प्रार्थना कले भलो नै मु तो द्वंद्व पड़ी की कथा गोटे बाहिनी भूत छाड़ी केमते भलो हो नै 2-3 दिन धरी प्रार्थना करूनी दिन राती मंडली कहू भलो हो नै रात्रि सारा सोई पड़ने से सदा आखि सामने देखि से बहुत भय करू रात्रि 4 भोर 4टा हला एतोले प्रभु दया करी जेहेतु मो पवित्र आत्मा प्राप्त होइछि पवित्र आत्मा मो भितरे कथा कौन ए भूत छोड़ो तमे कहीं के तमे जो शयतान कार्य होइछि कहीं के तमे जते कहले से जीवन নাই कहीं के जीवन तमे प्रार्थना कर जीवनी परभाषा कर जीवनी उपवास कर जीवन নাই आउ कोन तमरो भूल जदि स्वीकार करियो आउ संशोधन करियो निष्पत्ति नेबो एमति कार्य केबे करियोनी देखिबो वर्तमान कोन भूल करिछि चिंता करी सेमति तो किछ मते लागु नाही आउ कोन एठू प्रभु आत्मारे मते कथा कहले दशमांश विषय तमरो भूल अछि तमे जो पास्टर तदे विषय शिक्षा कुछ लोक दउछन्ति तमे कोनी ए दशमांश रे न दबार लोक जानिले कोन न करियो विश्वासी माने दउछन्ति तमे पास्टर ही कि दशमांश रे भूल करूछ तमे भूल करियो कोन प्रभु केमिति तमे जो तमर दशमांश दबा कथा से पैसा किछि दिन आला कोन खर्च करिनो तमे लेखि रखुछ म आज जेति बार करी सेति बार करी परे देबी एमिति अछि अनुमति अछि प्रभु को द्रव्य पर सेडा भंडार रे सेडा रहिबो प्रभु को भंडार आज पर्यंत रखिनो तमे दशमांश न देले मराठी 3 पर्व अनुसार प्रभु को द्रव्य चोरी करूछ पास्टर तमे पास्टर बेंजामिन बेहरा तम चारिडी दुनिया सारा जानिले जने प्रभु को लोक भयंकर प्रभु को लोक बोली मात्र तुम्हें प्रभु को द्रव्य चोरी करूछ जने प्रभु को दृष्टि चोर तमे ओह भाग्य सत प्रभु मु करिछि अच्छा दक्षिणा आउटे विशेष विषय माने आउटे भूल तमर देख स्मरण कर टीका कम कोइतला कटक रे जो नवेम्बर मास रे बाली यात्रा होची कटक रे राती नै पुरी रे राती नै दिन राती सारा राती लोक लक्ष लक्ष लोक माने 4-5-6 लक्ष लोक से बाली यात्रा पड़िया के जाउथि एमिति भाबरे से सब आ डेकोरेट कराइतो जे कहिबा को नै सेतले कटक रे राती नथिबो सारा राती चलिथि लोक सेमिति तमको कोइतला स्वप्न दर्शन रे बाली यात्रा जीवन नै प्रभु को लोक माने सेठी जाउछन्ति जीसु ख्रीष्ट मन परि तमर मन हो जीसु ख्रीष्ट जाइथा बाली यात्रा बुलिबा को गले कि सेठी पागल मध्य करे मो परि तमरे हो से जाइथे प्रचार करथन भाई माने मन परिवर्तन करो एला तुमको किछि लाभ करबेनी नरक को नै जीव जीसु पर विश्वास करो ए महानदी निकट अछि जते मन परिवर्तन करतो चालो डुबन न बसे एटा करथाते तमे कोन कलो समस्त के साथ मिसी की बुली की एन्जॉय करो सेठिकार भलो भलो सुंदर जिनिस नेनी घर को सुंदर करी सजेबो माने बाइबल लेखा कि पवित्रतार सौंदर्य रे तुमर भगवान भजन करो एही सबुडा आनी की तमे सजेजो घर जानि पारनो सेही समय एमते हरा निजको नम्र करी समर्पण करी सॉरी मो भूल करिस मो पाप करिस मो केबे करिन खाली करिबि नाही कहले हो ए जो आनी की सजेजो सबुडा बाहर कर भांग फपाड़ी सब बाहर की गद्दा करी एते बड़ गोटे लुगारे बांधी सब भांगी जेमिति घर पछवा को कांथ सेपा के फिंगी दे कि आसीची देखु आश्चर्य कर मत कांदी की भय करी केमते होता ता मुह 100 को 100 बदली जाई नॉर्मल हस हस मुखरे से होची डारी मते कुछ भय लागो प्रेज द लॉर्ड सही मुहूर्त रे आउ आतो थय मध्य से शैतान का देखावा एला तो पाई प्रभु कले कोन तम पाई करिवे नाही तमे बुझिबा को इच्छा करो ना निजको भूल स्वीकार करिया को चाहना हो निजको नम्र करिया को चाहना हो बदलिबा को इच्छा करना हो प्रभु को दृष्टि जहां भलो करिया को चाहना हो खाली प्रार्थना करूछो परभाषा करूछो भलो कथा परभाषा को उपवास करूछो सेटा भी भलो मानव करूछो सेटा भी भलो प्रभु को लोक मान को कि पास्टर को नले मते भी कहूछो प्रार्थना पाई सेटा भी भलो सबुठारो अधिक भलो भूल को स्वीकार करी पाप को त्याग करिवा निजे बदली देखो जदि ख्रीष्ट में नूतन सृष्टि करते पुरातन सब सब तेणु करी आमर शत्रु कहीं नाहंती कहवा पाई गले आमर शत्रु होची शैतान से सिंह परि गर्जन करछि काहू ग्रास करियो बोली आमे केबे भी तो कहना एटा शैतान बोली
ହଁ ଏମିତି ହେଉଛି, ଅଶାନ୍ତି ହେଲା, ଗଣ୍ଡଗୋଳ ହେଲା, ଏମିତି ହେଲା, ରାସ୍ତାରେ ଲୋକ ଦୁର୍ଘଟଣା ହେଲା, ଶୈତାନ କାର୍ଯ୍ୟ କରୁଛି ବୋଲି ଜଣା ନାହିଁ, ଜାଣିପାରୁନାହୁଁ। ମାତ୍ର ଲୋକ କହୁଛି ଏଇଟା ମୃଗୀ ରୋଗ, ଯୀଶୁ କହୁଛନ୍ତି ଭୂତକୁ ଧମକେଇଲେ। ତେଣୁ ଆଜି ଶୈତାନ କେମିତି କାର୍ଯ୍ୟ କରୁଛି ଆଜି ଯେମିତି ଜାଣିପାରିବେନି, ବୁଝିପାରିବେନି, ଯାହା ମୁଁ କହିଲି ଏଫେସୀୟ 6 ପର୍ବର 10ରୁ 18 ପଦ ମଧ୍ୟରେ ଶୈତାନର ସବୁ ଚାତୁରୀ ବିରୁଦ୍ଧରେ ଦଣ୍ଡାମାନ ହେବା ପଡ଼ିବ। ତାହେଲେ ଯଦି ଆଜି ତମେ କହିବ ଠିକ ଅଛି ଆମେ ମାନିଗଲୁ ଆଜି ଯାହା ସବୁ ଗୋଟେ ଶୈତାନର କାର୍ଯ୍ୟ, ତେଣୁକରି କଣ କରିବା କି ଆମେ ଧମକ ଦେବା ଯୀଶୁଙ୍କ ନାମରେ, ଶୈତାନ ତୁ ବାହାରି ଯା, ଆମ ଭିତରେ ଅଶାନ୍ତି ଆଣିପାରିବ ନାହିଁ, ଅମିଳନ ଆଣିପାରିବ ନାହିଁ, ରୋଗ ରହିପାରିବ ନାହିଁ, ଆମର ଅଭାବ ହେଇପାରିବ ନାହିଁ, ଆମର ଦୁଃଖ ହେଇପାରିବ ନାହିଁ। ମୁଁ ଜାଣିନଥିଲି ଏପର୍ଯ୍ୟନ୍ତ, ବୁଝିନଥିଲି ଏସବୁ ଶୈତାନର କାର୍ଯ୍ୟ। ଶୈତାନ ଯା, ବାହାରି ଯା, ଯୀଶୁଙ୍କ ନାମରେ ବାହାରି ଯା, ମୁଁ ଆଦେଶ କଲି। ଯେତେ କୁହ ସେ ଯିବ ନାହିଁ, ଯେତେ କହିଲେ ସେ କାହିଁକି ଯିବ ନାହିଁ? ଯୀଶୁ କଣ କଲେ ଶିଷ୍ୟମାନଙ୍କୁ? ସେମାନେ କହିଲେ କାହିଁ ଛଡେଇ ପାରୁନି ପ୍ରଭୁ ଆମେ? ତିନିଟା କଥା କହିଲେ। ଏକ ତମର ଅଳ୍ପ ବିଶ୍ୱାସ, 2 ପ୍ରାର୍ଥନା, 3 ଉପବାସ ବିନା ଜୀବନ। ଯେତେ ପ୍ରାର୍ଥନା କର, ଯେତିକି ପ୍ରାର୍ଥନା ଦରକାର ସେତିକି ପ୍ରାର୍ଥନା ଆଉ ଉପବାସ କଲେ ସେ ଯିବାକୁ ବାଧ୍ୟ ହବ। ଯଦି ସେମିତି ବିଶ୍ୱାସ ଅଛି ଯିବାକୁ ବାଧ୍ୟ ହବ, ନ ଯିବାର କିଛି ନାହିଁ। ଏଇଟା ହଉଛି ରହସ୍ୟ। ସେ ମାଥ୍ୟୁ 10 ପର୍ବର 1 ପଦ ଅନୁସାରେ ଯୀଶୁ କିଙ୍ଗ ଜେମ୍ସ ଇଂରେଜୀ ବାଇବେଲ ଲେଖାଉଛି ସେମାନଙ୍କୁ ସେ ଶକ୍ତି ଦେଲେ, ପାୱାର ଅର ଅଥରିଟି, କ୍ଷମତା ଦେଲେ ଭୂତ ଛଡେଇବା ପାଇଁ, ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ। ସେ କ୍ଷମତା, ଅଥରିଟି ବା ଶକ୍ତି ବା ପାୱାର ଥିଲେ ସିନା ସେ ଯିବ, ନଥାଇକି ତାକୁ ଯାଉ ବୋଲି ସେ ଯିବ ନାହିଁ। ତେଣୁ ତମେ କହିବ କଣ? ବା ଆମେ କହିବା ଠିକ ଅଛି ପାଷ୍ଟର ମାନଙ୍କ ପ୍ରଭୁଙ୍କ ଲୋକମାନଙ୍କ ପାଖକୁ ଯିବା, ସେମାନଙ୍କର ପାୱାର ଅଛି, ସେମାନେ ଛଡେଇ ଦେବେ। ଯୀଶୁ ଖୁସି ହେବେନି, ବେଳେ ବେଳେ ହବ, ବେଳେ ବେଳେ ହବ ନାହିଁ। କାହିଁକି? ପ୍ରଭୁ ଚାହୁଁଥିବେ ସେ ପାୱାରଟା ତମକୁ ଦବ, ତମେ ନେବ, ଖାଲି ପାଷ୍ଟରମାନଙ୍କୁ ପାୱାର ଦିଆହେଇନି। ସେ ଏଫେସୀୟ 6 ପର୍ବ 10 ପଦ କହିଲା ଶେଷ କଥା ଭାଇମାନେ, ବାଳକମାନେ କୁହାଇନା, ପ୍ରଭୁଙ୍କ ଦାସମାନେ କୁହାଇନା, ବ୍ରଦର ଭାଇମାନେ ମାନେ ବିଶ୍ୱାସୀ ମାନେ। ମାର୍କ 16 ପର୍ବ 17 18 ପଦରେ ଲେଖାଲା ବିଶ୍ୱାସୀ ମାନଙ୍କର ଏହି ସବୁ ଚିହ୍ନ ଅନୁବର୍ତ୍ତିବ, ମୋ ନାମରେ ସେମାନେ ଭୂତ ଛଡେଇବେ। ପାଷ୍ଟର ମାନ କଥା ଲେଖାଇ ନାହିଁ, ପ୍ରଭୁଙ୍କ ଦାସ ମାନ କଥା ଲେଖାଇ ନାହିଁ। ଖାଲି ପାଷ୍ଟର ମାନେ এই ସବୁ ଜଗତରେ ଯାଇ ପ୍ରଚାର କରିକି ରକ୍ଷା କରିପାରିବେନି, ଅଳ୍ପ ଲୋକ। ଏଟା ବିଶ୍ୱାସୀ ମାନଙ୍କର ଦାୟିତ୍ୱ। ଗୋଟେ ଶୈତାନର କାର୍ଯ୍ୟ, ଗୋଟେ ସମସ୍ୟା ଯେତେବେଳେ ଆମମାନଙ୍କ ଭିତରକୁ ଆସୁଛି, ପ୍ରଭୁ ଚାହୁଁଥିବେ ତମେ ନିଜେ ଉଠ। କାହିଁକି ଅନ୍ୟ ଉପରେ ସବୁବେଳେ ତମେ ଡିପେଣ୍ଡ କରିବ, ନିର୍ଭର କରିବ? ତମେ କାହିଁକି ପ୍ରକୃତ ଜଣେ ବିଶ୍ୱାସୀ ହେଇପାରୁନାହ? ଜନ 14 ପର୍ବ 12 ପଦରେ ଯୀଶୁ କଣ କଲେ? ସତ୍ୟ ସତ୍ୟ ମୁଁ କହୁଛି, ଯଦି କେହି ମୋ ଠାରେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଛି ସେ କରିବ, ସେ ସବୁକେ ମହତ୍ କର୍ମ କରିବ। ଯୀଶୁ କହିବେ ତମେ କାହିଁକି ମୋ ପରି କାମ କରିପାରୁନାହ? ଜଣେ ବିଶ୍ୱାସୀ କରିପାରିବ, କାହିଁକି ତମେ ଏମିତିକା ବିଶ୍ୱାସୀ ହେଇନାହ? ତମେ ପ୍ରଥମ କଥା ପବିତ୍ର ଆତ୍ମା ପାଇନାହ, ବିଜୟ ପ୍ରାର୍ଥନା କରୁଛ, ବାଇବେଲ ପଢୁଛ, ପବିତ୍ର ଆତ୍ମା ପାଇବା ପାଇଁ ଚେଷ୍ଟା କରୁନ। ଆଉ କାହାକୁ ପ୍ରଭୁ ଧରି ତମେ ପବିତ୍ର ଆତ୍ମା ପାଇଛ? ପାଉଲ କହିଲେ ମୁଁ ସମସ୍ତଙ୍କର ବେଶୀ କରି ପରଭାଷାରେ କଥା କହୁଛି, ତମେ ପରଭାଷା ତ ବେଶୀ କହୁନା। ଯୋଉ ପାଳକ ପ୍ରଚାରକ ଖ୍ରୀଷ୍ଟୀୟ ନେତା ମାନେ ଏ ବାଇବେଲ ଗଭୀର ଜ୍ଞାନ ପାଇନାହାନ୍ତି, ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି। କଣ କରୁଛନ୍ତି? ମଣ୍ଡଳୀରେ ପରଭାଷା ବେଶୀ କହିବ ନାହିଁ। ପ୍ରଥମ ଗ୍ରନ୍ଥି 14 ପର୍ବରେ ସତରେ ଯେମିତି କେହି ଜାଣିନାହାନ୍ତି କି ମୁଁ ଜାଣି ନାହିଁ। ମତେ ଦରକାର ସେମିତି ଲୋକମାନଙ୍କୁ, ତାଙ୍କ ସହିତ ମୁଁ କଥାବାର୍ତ୍ତା କରିବାକୁ ଚାହେଁ। ପରଭାଷାକୁ ଯୋଉମାନେ ମଣ୍ଡଳୀରେ ମନା କରୁଛନ୍ତି, ସେ ପର୍ବଟା ପୁରା ହେଲେ ପଢ, ଜାଣିବ ପରଭାଷାର ଗୁରୁତ୍ୱ ମହତ୍ଵ କଣ। କେହି ବୁଝେ ନାହିଁ, ମାତ୍ର ସେ ନିଗୂଢ ବିଷୟସ୍ତଙ୍କ ନିକଟରେ କହେ, ଯେ ପରଭାଷାର କଥା କହେ, ନିଜର ନିଷ୍ଠା ଜନ୍ମାଏ, ମାନେ ତା ଆତ୍ମୀୟ ଜୀବନ ସେ ଷ୍ଟ୍ରଙ୍ଗ ହେଇଯାଏ। ଆଉ ବହୁତ କଥା ଅଛି ତା ଭିତରେ, ମୋର କହିବାର କଥା ତାପରେ ଠିକ ଅଛି। ମଣ୍ଡଳୀରେ କୁହ ନାହିଁ ବୋଲି ତ ପୁରା ମନା କରେନି, ମନା କରେନି ବୋଲି ବିଶ୍ୱାସ ଲେଖା ବେଶୀ କହିବ। ଜଣେ ଯଦି ପ୍ରାର୍ଥନା କରୁଥିବ, ସାକ୍ଷ୍ୟ ଦଉଥିବ, ଆଉ ଯଦି ଗୋଟେ 15 ମିନିଟ୍ 5 ମିନିଟ୍ ଧରିକି ଯଦି ପରଭାଷା ଜଣେ କହିଲା, ମୁଁ ତାକୁ କଣ୍ଟ୍ରୋଲ କରି ଟିକେ ବନ୍ଦ କର, ଓଡିଆରେ କର। ନାଇଁ ଯଦି କରିପାରୁଛ ପରଭାଷା କରି ତାର ଅର୍ଥ କର, ନହେଲେ ଓଡିଆରେ କର, ବନ୍ଦ କର। କିନ୍ତୁ ଘରେ ତମର ଏକା ଥିଲା ବେଳକୁ ଯେତେ ପାରିବ ଘଣ୍ଟା କର, ସେତେ ପାଉନ ତମେ ପାଇବ। ସେ ପ୍ରଭୁଙ୍କ ଧନ୍ୟବାଦ ହଉ। ତେଣୁ ପ୍ରଭୁ ନିଶ୍ଚୟ ଧରିବେ ଯେ ଆମକୁ ଚାହିଁବେ ଜଣେ ପ୍ରକୃତ ବିଶ୍ୱାସ ହେଇକି ଉଠିବା ପାଇଁ। ଆମ ଦେଶ ଭାରତ ଏମିତି ଲୋକମାନଙ୍କୁ ଚାହୁଁଛି, ଖ୍ରୀଷ୍ଟିଆନ ହେଲେ ହବ ନାହିଁ, ଖ୍ରୀଷ୍ଟିଆନ ସମସ୍ତେ ଅଛନ୍ତି। ଜଣେ ପ୍ରକୃତ ବିଶ୍ୱାସୀ ଏମାନଙ୍କୁ ହବାକୁ ହବ, ଯାହାର ପାଞ୍ଚଟା ଚିହ୍ନ ଅନୁବର୍ତ୍ତୀ ହବ, ହାତ ବଢେଇ ଛୁଇଁଦେଲେ ସେ ଲୋକ ଭଲ ହେଇଗଲେ ବାଇବେଲରେ ଲେଖା ହେଇଛି।
जीशु जहाँ कहते सेपरी ताठू अधिक कर्म कले बेसी दिन लगे ए भारत ओडिशा को बदली जाइए जीशुंकर हवा पाई तेणु क्रिश्चियन हमको जन भल विश्वास तेणु प्रभु चाहते समस्या मान देते एमाने कांदंतु पाप स्वीकार करंतु उपवास करंतु स्ट्रांग हंतु टाणुआ हंतु शक्ति पांतु उठंतु बोली आमे कोन करिबा प्रार्थना करि दियो मो पाई ए मानत करि आनिलु मानत कर प्रार्थना करिया पाई को काहा ऊपर निर्भरशील हो निजको तमे ठिया करो प्रथम मो पास्टर नथि प्रचारक नथि प्रभु को दास नथि मो जड़े विश्वासी थी से विश्वासी थिबा समय निज एमिति प्रश्न कली भूत छल आश्चर्य कर्म मान हला कुटरा गुडा से माने स्वीकार करी काणे वर्षा नाना प्रकार होय आ परे मते प्रभु पास्टर करी ठिया कर दे तन जन विश्वासी सब किछि करी पानी तबे प्रभु को धन्यवाद हो विश्वासी पाई सब संभव लेखा प्रेज ए वाक्य के वर्णन थावे प्रत्येक भीतर कोनिया तम पाई सब संभव कौन से लोक पर निर्भर करिया को मु कहू नै जे पास्टर मान को प्रभु लोक मान को तुच्छ करियो आदो नाही समान दुई गुण समादर पाइबार योग्य मात्र तमे काहे दुर्बल हबो तमे पुरे लोकन को ऊपर सबले काहे की निर्भर करिवो विश्वास माने स्ट्रांग हेले पाप माने खुशी हेले प्रभु को दास माने खुशी हेले प्रभु सेटा ही हम ठाउ चाह आमे स्ट्रांग न हो हेतु लोक माने विनष्ट होछन्ती स्ट्रांग हे कि माने आश्चर्य कर्म जदि हे पारियो लोक माने बदली जिवे तेणु आउ ए जो शैतान ए सब चतुर भाव कार्य को आम मध्य रोग आणुची समस्या आणुची दुख आणुची अभाव आणुची का सहित अशांति आणुची गंडगोल आणुची विवाद आणुची क्षय क्षति आणुची विफलता आणुची अपमान आणुची ए सब गुड़ाक शैतान कार्य माने जानि पारना हो डॉक्टर कहले एटा होची मुर्गी रोग एपिलेप्सी जीशु कहउछन्ती एटा होची भूत ए शैतान कार्य भूत को धमका तेणु कौन कहे भूत को धमकी जे तार शक्ति पाइबे से हम धमकीबो तेणु एबे ए बाटे चलिबा को केमती शक्ति पाइबा को पावलो सेटा कले शेष कथाई भाई माने प्रभु को ठारो शक्ति प्राप्त हो ईश्वर तो सच्चा सब परिधान करो ताले कोन हबो शैतान रो सब चातुरी विरुद्ध तुमे दंडा मानि पर ठिया हिबा हालेलुया एटा अन्यथा हबो नै एफिसियस 6 पर्वर 10 रु 18 पद मध्यरे पवित्र आत्मा रे प्रार्थना करो माने यथेष्ट परभाषा को परे बाइबल को पढ़ो एफिसियस 6 पर्वर 10 रु 18 पद पढ़ो कम से कम आज टिके समय मध्यरे प्रार्थना करिया मते शक्ति दरकार नहले किछि हे पाइबो मन प्राण सेमती लगे पड़े प्रार्थना कर ठीक अच्छे खाली प्रार्थना कले हम जीशु 40 दिन उपवास कला परे आत्मा शक्ति रे फेरिक आसिले यथेष्ट प्रार्थना दरकार उपवास दरकार पाई जीव शक्ति पास्टर हवार आवश्यक नहीं प्रभु को दास हवार आवश्यक नहीं तमे गुटे भिन्न प्रकार प्रेरित माने जेमिति काम करे बाइबल लिखा अछि स्टीफान कर विषय से रोषे कोथिवा जणे लोक से एमिति कार्य करे से प्रेरित रहंती प्रेरित मान को पड़ी महा महा अद्भुत कर्म आ लक्षण मान से स्टीफान को द्वारा साधित होबा लागिला जेतु से पवित्र आत्मा रे पूर्ण विश्वास रे पूर्ण अनुग्रह रे पूर्ण ज्ञान रे पूर्ण शक्ति रे पूर्ण थे आ यरूशलेम रे शिष्य मान को संख्या अतिशय वृद्धि पाइबा लागिला हालेलुया हालेलुया प्रेज द लॉर्ड प्रभु चाहछन्ती उठो आउ कथा छाड़ी दियो आमु कहउछ ए मंडली को ए कुटुडार मु तो मूळरु सेटा मन रखि जानसाई कहिदी ए जानसाई मंडल लोक मान को कहउछ उठो विश्वास माने पुरुष माने कोन स्त्री माने कोन उठो आमान मंडली सब को उठो जेतो मन को सत्य वाक्य दिया हेछि पवित्र आत्मा को वृष्टि प्रभु दैछन्ती दाना आश्चर्य कर्म मार्ग मध्यरे हेछि जीसु को दर्शन माने पाइछु तनो आमे आमको के भ्रांत करि पाइबनी आमे कहि परिबनी मु जानिनी ए सब विषय मोर क्या अनेक वर्ष हो गेला बोले प्रभु धरिबे कठिन दंड देबे तो वर्ष पानी जानि होई त कम एटा आवश्यक आमे खाली उद्धार पाई स्वर्ग बोले कोन हला आम निज लोक माने बाको पड़िसा चारिडे अछंती गिरजा प्रार्थना करूनांती बाइबल पढुनांती दुबो दउनांती जीसु आगमन समय कर दशमांश दउनांती प्रभु को द्रव्य चोरी करी सेठी केवल दंड ही दंड पाउछंती एमार पाई कोन चिंता करिबानी आमे दायित्व नबानी आमे न कोन स्वर्गदूत माने आसी करिवे ना जीसु आसी कर जीसु आसु छथि विचार करिया पाई कर्म अनुसार प्रतिफल जाउ प्रति पुरस्कार संग्रहणी से आसीला बेले से जो दिन जन्म हले तो केही जाने नै गोटे गुहाळ कुंडरे तांको रखा हला मात्र बे आसीला बेले लेखा होची कोन से द्वितीय आगमन जतो हो आकाशर शक्ति समूह विचलित हो सब लोक माने तांको देखिबे देखो से मेघमाळे रे आसु छथि
ସେ ଦୁଇ ଜଣ ସ୍ୱର୍ଗୀୟ ଲୋକ ଆଉ ଯୀଶୁ ଯେତେବେଳେ ସ୍ୱର୍ଗକୁ ଚାଲି ଯାଉଛନ୍ତି ସେହି ସମୟରେ ଜିତ ପର୍ବତ ଉପରେ ତାଙ୍କର ଶିଷ୍ୟମାନଙ୍କର ସମ୍ମୁଖରେ 11 ଜଣଙ୍କ ସମ୍ମୁଖରେ ଯୀଶୁ ଆସ୍ତେ 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 ଉପରକୁ ନେଇଗଲେ ସେ ସମୟକୁ ଆଶୀର୍ବାଦ କରିକି ଶେଷ କଥା କଣ ଯୀଶୁ କହିଥିଲେ ପବିତ୍ର ଆତ୍ମା ତୁମ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତି ପ୍ରାପ୍ତ ହେବ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ସମ୍ମିଳନ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋର ସାକ୍ଷୀ ହେବ ଏଇଟା ଯୀଶୁଙ୍କର ଲାଷ୍ଟ କଥା ଏତି କହି ହସ୍ତ ତୋଳିଲେ ଆଶୀର୍ବାଦ କଲେ ଆଶୀର୍ବାଦ କରୁ ଉପରକୁ ଚାଲିଗଲେ ଗୋଟେ ମେଘ ତାଙ୍କୁ ନେଇଗଲା ଆଉ ଦୁଇ ଜଣ ସ୍ୱର୍ଗୀୟ ଲୋକମାନେ କହିଲେ ଏ ଗାଲି ଲୋକମାନେ କଣ ଦେଖୁଛ ଏଇ ଯୋଉ ଯୀଶୁ ଯେମିତି ଗଲେ ସେମିତି ଆସି ତେବେ ଜଗତର ସବୁ ଅବସ୍ଥାକୁ ଲକ୍ଷ୍ୟ କରିକି ଯୁଦ୍ଧ ଅନ୍ୟାନ୍ୟ ସବୁ ଇସ୍ରାଏଲରେ ଯାହା ସବୁ ଘଟୁଛି ସେ ଗୋଟେ ବଡ ଗେଟ୍ ତିଆରି କରାଯାଇଛି ତାକୁ ବହୁତ ଆଗରୁ ସେମିତି ରଖାଯାଇଛି ଗୋଲ୍ଡେନ ଗେଟ୍ ସୁନାର ଗେଟ୍ ଗୀତ ସଂହିତା ଲେଖା ହଉଛି ଆଉ ଗୌରବମୟ ହେ ଆଉ କଣ ଦ୍ୱାର ସବୁ ଟେକି ହୁଅ ମସ୍ତକ ଟେକ ଗୌରବମୟ ରାଜା ପ୍ରବେଶ କରିବେ ଯୀଶୁ ଆସିଲେ ସେ ଦେଇକି ପ୍ରବେଶ କରିବେ ବୋଲି ଗୋଟିଏ ଆଉ ଖ୍ରୀଷ୍ଟ ଆସିଲେ ବା ଯୀଶୁ ଆସିଲେ ସେ ଗେଟ୍ ଦେଇ ପ୍ରବେଶ କରିବେ ଗୋଟେ ଗେଟ୍ ଗୋଲ୍ଡେନ ଗେଟ୍ ଗୋଟେ କଣ ସେଟା ମାନେ ସୁନାର ଗେଟ୍ଟା ଲୋକର କେବେ ଖୋଲା ହେଇନି ଏବେ ବଡ ଆଶ୍ଚର୍ଯ୍ୟ ଘଟଣା ଘଟୁଛି ସମସ୍ତେ ଅବାକ ହଉଛନ୍ତି ସେ ଗେଟ୍ଟା ଆସ୍ତେ 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 ଖୋଲିବାକୁ ଯାଉଛି ଘୁଞ୍ଚି ଯାଉଛି ଚାରିଆଡେ ଆଉ ଯାହା ସବୁ ହଉଛି ବେଳେ ବେଳେ ଆଉ ସେ ଜେରୁସାଲେମରେ ଯୁଦ୍ଧ ସମୟରେ ଗୋଟିଏ ସମୟରେ ଗୋଟେ ଭିଡିଓରେ ଦେଖିଲି ଅତ୍ୟଧିକ ଯୁଦ୍ଧ ସବୁ ହବା ସମୟରେ ବାଇବେଲ ଲେଖା ହଉଛି ଇସ୍ରାଏଲ ଗୋଟେ ଛୋଟ ଦେଶ ତାର ଚତୁଃପାର୍ଶ୍ୱରେ ମୁସଲିମ କଣ୍ଟ୍ରି ସବୁ ଭର୍ତ୍ତି ତା ଭିତରେ ଏବେ ସେ ଇରାନ ଏମିତି ଘେରିକି ଅଛନ୍ତି ଯେ ଏମାନେ ସବୁ ଏମିତି ଭାବରେ ସବୁ ଆଟାକ କରୁଛନ୍ତି ତାର ପତା ସତାର ବୋଲି ବାଇବେଲ ଲେଖା ହଉଛି ଏମାନେ ଆକାଶରେ ମେଘ ଘୋଟିଲା ପରି ଏମାନେ ସବୁ ଆସିବେ ଇସ୍ରାଏଲ ବିରୁଦ୍ଧରେ ମହାସୈନ୍ୟ ଦଳ ବେଷ୍ଟନ କରିବେ ଆଉ ଅତ୍ୟଧିକ ଅନ୍ୟାୟ ଅତ୍ୟାଚାର ସବୁ କରିବେ ବାଇବେଲ ସବୁ ଲେଖା ଯେତେବେଳେ ପରମେଶ୍ୱର କଣ କରିବେ ଗୋଟେ ଲୋକ ମଦ୍ୟପାନ କରିକି ମାତାଲ ହେଇକି ଶୋଇକି ଯେମିତି ଉଠିବ ପରମେଶ୍ୱର ସେମିତି ତାଙ୍କ ଲୋକମାନଙ୍କ ପାଇଁ ଇସ୍ରାଏଲକୁ ରକ୍ଷା କରିବା ପାଇଁ ଟଳ ଟଳ ହେଇକି ଉଠିବେ ସେ ପୃଥିବୀର ଚାରିଆଡୁ ସେମାନଙ୍କୁ ସଂଗ୍ରହ କରିବେ ସେମାନଙ୍କ ସହିତ ସେ ଯୁଦ୍ଧ କରିବେ ସମସ୍ତଙ୍କ ସହିତ ହର୍ମିଦିଦ ଯୁଦ୍ଧ ହବ ବୋଲି ବାଇବେଲ ଲେଖା ହଉଛି ଫାଇନାଲ ୱାର ଯୀଶୁ ସମସ୍ତ ସ୍ୱର୍ଗୀୟ ସେନା ଆସିବେ ପୃଥିବୀର ସମସ୍ତ ବିପକ୍ଷ ହେଇକି ତାଙ୍କ ସହିତ ଯୁଦ୍ଧ କରିବେ ତେଣୁ ଇସ୍ରାଏଲର ଅବସ୍ଥା ଅତ୍ୟଧିକ ଖରାପ ହବ ଯେତେ ପ୍ରାର୍ଥନା କର ବର୍ତ୍ତମାନ ତ ପ୍ରାର୍ଥନା କରୁଛୁ ଏବେ ଯାହା ହଉଛି ଅତ୍ୟଧିକ ଖରାପ ହବ ଇସ୍ରାଏଲର ଅବସ୍ଥା ବାଇବେଲ ଲେଖା ହଉଛି ଯେତେବେଳେ ସୈନ୍ୟବାହିନୀ ତୁମକୁ ଚାରିଆଡେ ଘେରିବେ ଆଉ ଇସ୍ରାଏଲକୁ ସେତେବେଳେ ତୁମେ ଜାଣିବ ମୁଁ କେତେ ଥର ଚେଷ୍ଟା କଲି ତୁମକୁ କୁକୁଡି ଯେପରି ତାର ଶାବକମାନଙ୍କୁ ପକ୍ଷ ଦ୍ୱାରା ଏକତ୍ର କରି ସେମିତି କରିବାକୁ ମତେ କରିବାକୁ ଦେଲ ନାହିଁ ତୋ ପାଖକୁ ଶାନ୍ତିର ସମୟ ନେଇକି ଆସିଥିଲି ତୁ ସେଟା ଗ୍ରହଣ କରୁନାହିଁ ତେଣୁ ତୋ ଘର ତୋର ଗୃହ ତୋ ହାତରେ ଛାଡି ଦିଆ ହଉଛି ମହାସୈନ୍ୟ ଦଳ ତୁମକୁ ବେଷ୍ଟନ କରିବେ ସୃଷ୍ଟି ଆରମ୍ଭରୁ କେବେ ଘଟି ନାହିଁ କିମ୍ବା ଘଟିବ ନାହିଁ ଏପରି ମହାକ୍ଲେଶ ହବ ସଫଳ ହବ ଦିନେ ଦାନିଏଲ ଏସବୁ ଜାଣିକି ବହୁତ ପ୍ରାର୍ଥନା କଲେ ଇସ୍ରାଏଲ ମାନଙ୍କ ପାଇଁ ଉପବାସ କରି ସେତେବେଳେ ପ୍ରଭୁଙ୍କ ଦୂତ ଆସିଲେ କଲେ ହେ ସଦାପ୍ରଭୁଙ୍କର ଅତି ପ୍ରିୟ ପାତ୍ର ଦାନିଏଲ ଯୋଉ ଦିନ ପ୍ରାର୍ଥନା କଲ ସେ ପ୍ରଥମ ଦିନ ଉତ୍ତର ଆସିଲା ଗୋଟେ କଥା କହେ ମତେ ପରମେଶ୍ୱର ପଠେଇଲେ ଯାହା ନିରୂପଣ ହେଇଛି ସେଟା ହବ କରାଯିବ ଚେଞ୍ଜ ହବ ନା ତମ ଲୋକମାନେ ପ୍ରାର୍ଥନା କରୁଛ ନା ଏତେ କ୍ଲେଶ ସବୁ ହବ ବୋଲି ଚେଞ୍ଜ ହବ ନା ଦାନିଏଲ 11:36 ଲେଖା ଯାହା ନିରୂପିତ ହୋଇଛି ତାହା କରାଯିବ ତେଣୁ ତମକୁ ଗୋଟେ କଥା କହୁଛି ତମେ ଯୋଉ ବାଟରେ ଯାଉଛ ଶେଷ ପର୍ଯ୍ୟନ୍ତ ଅନେକ ପସନ୍ଦ କରିବ କି ଆମର କର୍ତ୍ତବ୍ୟ ଅନୁସାରେ କହିବା ଜୀଜିତଙ୍କ ପରିପ୍ରଭୁଙ୍କର କଥା ସତ୍ୟ ବାକ୍ୟ ଯଦି ଜଣେ ନ ଶୁଣିବ ଆଉ କଣ କରିବ ଝଗଡା କରିବ ଆବଶ୍ୟକ ନାହିଁ ଝଗଡା କରିବାର ଜଣେ ଚାହୁଁଛି ମୁଁ ଭୁଲ ବାଟରେ ଯିବି ତାକୁ କୁହ ବୁଝାଅ ନହେଲେ ଛାଡିଦ ଯାଉ ସେ ପ୍ରାର୍ଥନା କର ବାକି ବଦଳିଲେ ବଦିବ ନ ବଦଳେ ନାହିଁ ଆଉ କଣ କରାଯିବ ଦୁଇ ପୁଅ ଥିଲେ ଗୋଟେ ବାପାର ଯେତେବେଳେ ସାନ ପୁଅ ବିବାଦ କରି କହିଲେ ମୋର ଭାଗରେ ପଡିଆ ସମ୍ପତ୍ତି ମତେ ଦେଇଦିଅ ମୁଁ ରହିବିନି ଘରେ ବାପା କଣ କଲେ ତାକୁ ବାନ୍ଧି ରଖିଲେ ବାଡା ବୋଲି କହିଲେ ଚାକର ମାନ ବାନ୍ଧି ଦେଲେ ଆଉ ସମ୍ପତ୍ତି ଦୁଇ ଭାଗ କରି ସାନ ପୁଅ ନେଇଗଲା ଅଳ୍ପ ଦିନରେ ସବୁ କଦାଚରେ ଉଡିଗଲା ତାପରେ ପରମେଶ୍ୱରଙ୍କର ଦୟା କେତେ ଜଣେ ବାପା ତୁଲ୍ୟ ତେଣୁକରି କହିଲେ ଯୀଶୁ କହିଲେ ଏ ଆମ ମାନଙ୍କ ସ୍ୱର୍ଗସ୍ଥ ପିତା ବୋଲି କୁହ ଏଠି ଘୋଷା ବିଦ୍ୟାରେ ନାହିଁ ଅବଶ୍ୟ ସେ ଦେଶରେ ଦୁର୍ଭିକ୍ଷ ତାକୁ ଆଉ ସେ ଘୁଷୁରୀ ଚଢେଇବାକୁ ପଠା ଘୁଷୁରୀ ଖାଉଥିବା ଖାଦ୍ୟ ବି ମିଳିଲାନି ଅତ୍ୟଧିକ ଭୋକାଳ ଖାଇବ କହିବା ଚେତନା ପାଇ କହିଲା ମୋ ପିତାଙ୍କ ଗୃହରେ କେତେ ଖାଦ୍ୟ ବଢୁଛି ଚାକର ମାନେ ଖାଇ ବଢୁଛନ୍ତି ମୁଁ ଏଇଠି ଭୋକରେ ମୁଁ ଯିବି ବାପାଙ୍କ ପାଖ କହିବି
ମୋର ଭୁଲ ହେଇଗଲା, ମତେ କ୍ଷମା କର। ତୋ ବିରୁଦ୍ଧରେ ସ୍ୱର୍ଗ ବିରୁଦ୍ଧରେ ପାପ କରି ତୁମର ପୁତ୍ର ହବାର ଯୋଗ୍ୟ ନାହିଁ, ମତେ ଗୋଟେ ଚାକରି କର। ଏ ଯୋଉ ଉଠିଲା ଚେତନା ପାଇଲା ଦୁର୍ଭିକ୍ଷ ପ୍ରଭୁ କୁଆଡୁ ଆସିଲା। ଏ ଦୁର୍ଭିକ୍ଷ ହେଲେ ଖାଇବାକୁ ପାଇବନି, ଏ ଅଭାବରେ ପଡିବ, ଦୁଃଖରେ ପଡିବ, ତାପରେ ଇଏ ଫେରିବ। ତେଣୁ ଆମେ ଭାବୁଛୁ ବିରକ୍ତ ହେଇକି ଅନେକ ସମୟ ଏତେ ଗିର୍ଜା ପ୍ରାର୍ଥନା ସବୁ କଲେ ମଧ୍ୟ କିଛି ଲାଭ ନାହିଁ। କଣ ଲାଭ ହେଲା ପ୍ରଭୁ ମୋ ପାଇଁ କଣ କଲେ? ଚାଷ କର୍ମ ସତ, ମାତ୍ର ଯୋଜନା କରି କାର୍ଯ୍ୟ କରନ୍ତି, ପରିସ୍ଥିତି ସୃଷ୍ଟି କରନ୍ତି ଯେ ଆମେ ଫେରିବା। ସାନ ପୁଅ ଯେତେବେଳେ ଆସିଲା ବାପାଙ୍କ ପାଖକୁ, ବାପା ସ୍ୱର୍ଗ ବିରୁଦ୍ଧରେ ତୁମ ବିରୁଦ୍ଧରେ ମୁଁ ପାପ କଲି, ତୁମ ପୁଅ ହବାର ମୁଁ ଯୋଗ୍ୟ ନାହିଁ। ଏତିକି କହୁ କହୁ ମତେ ଗୋଟେ ଚାକର କରି ରଖ ବୋଲି କହିବା ପୂର୍ବରୁ ବାପା ଆଲିଙ୍ଗନ କରି ତାକୁ ଚୁମ୍ବନ କଲେ। ତାଙ୍କ ଚାକର ମାନ କହିଲେ ଭଲ ବସ୍ତ୍ର ପିନ୍ଧେଇ ଦିଅ, ଭଲ ପାଦୁକା ଦିଅ, ମୁଦ୍ରିକା ଦିଅ, ଆସ ଆମେ ଉତ୍ସବ କରିବା, ଆନନ୍ଦ କରିବା। ହାଲେଲୁୟା, ହାଲେଲୁୟା। ଏଟା ଈଶ୍ୱରଙ୍କର ଚିନ୍ତାଧାରା। ପ୍ରଭୁ ଆମମାନଙ୍କୁ ଏହିପରି ଭାବରେ ପ୍ରେମ କରୁଥିବା ହେତୁରୁ ଆମେ ବଞ୍ଚିଛୁ। ପାପ କଲେ ମଧ୍ୟ, ଭୁଲ କଲେ ମଧ୍ୟ, ପ୍ରଭୁଙ୍କର ଆଉ ଆଜ୍ଞା ପାଳନ ନ କଲେ ମଧ୍ୟ ଆମେ ଆମକୁ ବଞ୍ଚିକି ରଖିଛନ୍ତି। ମୃତ୍ୟୁରୁ ଦୁର୍ଘଟଣାରୁ କେତେ କଣ ହେଇଯାଉଛି, ଆମେ ବଞ୍ଚିକି ଅଛୁ। ଦେଖ ଦେଶ ବିରୁଦ୍ଧରେ ଦେଶ ଉଠିବା ଏଠି ଲେଖା ହଉଛି। ଆମ ଦେଶ ଭାରତ ସେଇ ପ୍ରକାର ଆଉ ସେ ଇରାନ ଗୋଟେ ଦେଶ, ଆଉ ସେ ଆମେରିକା ଗୋଟେ ଦେଶ, ଆଉ ଇସ୍ରାଏଲ ଗୋଟେ ଦେଶ। ଯୁଦ୍ଧ ଚାଲିଛି, ଅସଂଖ୍ୟ ଲୋକ, ପୁରୁଷ ସ୍ତ୍ରୀ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି। ହଜାର ହଜାର ଲୋକମାନେ ଯୋଉ ମିସାଇଲ ସବୁ ଗୁଡାକ ପକା ହଉଛି, ସବୁ ପରମାଣୁ ବୋମା ଉପରେ ସମସ୍ତଙ୍କର ଭୟ ନଜର ଅଛି। ସେଇଟା ଆଉ କିଛି ନାହିଁ, କେବଳ ସେ ଦେଶ ନାହିଁ, ଆଉ ଜଗତ ସାରା ଏମିତି ଭାବରେ ପ୍ରସ୍ତୁତ ରଖାଇଛି ବର୍ତ୍ତମାନ ଯୁଦ୍ଧାସ୍ତ୍ର ଗୁଡାକରେ ପରମାଣୁ ବୋମା ସବୁ। ପୃଥିବୀ ଧ୍ୱଂସ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ। ପ୍ରଭୁ କେବଳ କଣ୍ଟ୍ରୋଲ କରି ରଖିଛନ୍ତି। ଆମେ ନିଶ୍ଚିନ୍ତ ଅଛୁ, ଜାଣିପାରୁ। ଭଲରେ ଜାଣିବା ପାଇଁ ଇଚ୍ଛା କଲେ ନ୍ୟୁଜ କରିଲେ ମିଳିଯିବ କେମିତି ସବୁ ଆଟାକ କରାଉଛି, ବଡ ବଡ ଟାୱାର, ଆଉ କେତେ ଦେଶ ଭିତରେ ସବୁ ଆଉ ଯୁଦ୍ଧ ହୋଇ କେତେ ଲୋକ ମରୁଛନ୍ତି, କଣ ହଉଛି ତାର ହିସାବ କିତାବ ନାହିଁ। ସମସ୍ତେ ଖାଲି ଚିନ୍ତା କରୁଛନ୍ତି ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ତ ଯାଇକି ତୃତୀୟ ବିଶ୍ୱଯୁଦ୍ଧ ବର୍ତ୍ତମାନ ହବ। ସାରା ପୃଥିବୀରେ ଟିକେ ଟିକେ ପ୍ରଭାବ ପଡୁଛି। ଶୁଣୁଥିଲୁ ଯେମିତି ଆଉ ସେ ଗ୍ୟାସ ପାଇବାଟା କଷ୍ଟ ହଉ, ଯେମିତି ନଥିଲା ନା, ତାପରେ ପରେ ଖାଇବାକୁ କଷ୍ଟ ହେଇଯିବ, ଖାଇବାକୁ ଆଉ ମିଳିବ ନାହିଁ। ଏପରି ଅନେକ ଅନେକ ସମସ୍ୟା ସବୁ ହେଇଯିବ। ଗୋଟିଏ ମିସାଇଲ ଯଦି ପଡିବ ସେତେବେଳକୁ ଆଖି ଫିଟିବ ଲୋକଙ୍କର। ଗୋଟିଏ ଘରେ 5 ଲୋକ ଥିବେ, 3 ଜଣ ଶେଷ ହେଇଯିବେ, ଆଉ 2 ଜଣ ଛଟ ଛଟ ହେଇକି ରହୁଥିବେ, ଇଆଡେ ସିଆଡେ ଚାରିଆଡେ ଖାଲି ଡେଡ୍ ବଡି, ସେତେବେଳକୁ ଜଣା ପଡିଯିବ। ତେଣୁ ଏଇ ସମୟରେ ଆମକୁ କଣ ହବାକୁ ପଡେ? ସଚେତନ, ଜାଗ୍ରତ ହବାକୁ। କଣ କହିଲି ଗୋଟିଏ କଥା, ଆମକୁ ସତ୍ୟ ଜାଣିବାକୁ, ଆମର ପ୍ରଧାନ ଶତ୍ରୁ କୌଣସି ମଣିଷ ନାହିଁ, ଶୟତାନ ସବୁ କାର୍ଯ୍ୟ କରୁଛି। ଆମେ କହୁଛୁ ଲୋକ, ଆମେ କହୁଛୁ ସମସ୍ୟା, ଆମେ ଅଭାବ ଦୁଃଖ ଏସବୁ, କିନ୍ତୁ ଦେଖିଲା ବେଳେ ଯୀଶୁ କହୁଛନ୍ତି ଭୂତ ଧମକେଇଲେ ସେ ବାହାରିବ। ତାହେଲେ ଆସ ଆମେ ଭୂତକୁ ଧମକେଇବାକୁ ହେଲେ କଣ କହିବାକୁ? ଶକ୍ତି ପାଇବାକୁ। ବିନା ଶକ୍ତି ତାକୁ ଧମକେଇଲେ କିଛି ହବ ନାହିଁ। ମୁଁ ଡିସ୍କରେଜ କରୁନାହିଁ, ମୋର ଶକ୍ତି ନାହିଁ, ମୋର ଶକ୍ତି ନାହିଁ କହିଲେ ଚଳିବ ନାହିଁ। ତମକୁ ଶକ୍ତି ନେବାକୁ ହବ। ସବୁ ବିଶ୍ୱାସୀ ମାନଙ୍କୁ, ପ୍ରଭୁଙ୍କ ଲୋକମାନଙ୍କୁ ଶକ୍ତି ପାଇବା ପାଇଁ ବାଇବେଲରେ କୁହାଯାଇଛି। ଆମର ପ୍ରାର୍ଥନା ସେମିତି କରିବାକୁ ହବ। କିଏ ଉପବାସ କଲେ କର, ଜାଗତିକ ମତେ ଟଙ୍କା ଦରକାର, ମତେ ଘର ଦରକାର, ପରିବାର ସବୁ ଭୁଲି ଯାଅ। ବାଇବେଲ ଲେଖା ସବୁ କଣ ତମର ପ୍ରଭୁର ପିତା ଈଶ୍ୱର ଜାଣନ୍ତି, ଦେବେ, ଆପେ ଦେଇଦେବେ। ତାକୁ ରାଜ୍ୟ ଧାର୍ମିକ ଅନ୍ୱେଷଣ କଣ? ମତେ ପବିତ୍ର ଆତ୍ମା ପାଇନି, ପବିତ୍ର ଆତ୍ମା ଦିଅ, ମତେ ଆତ୍ମିକ ଦାନ ଦିଅ, ମତେ ଶକ୍ତି ଦିଅ, ମତେ ତୁମର ଦର୍ଶନ ଦିଅ, ମୁଁ ଖ୍ରୀଷ୍ଟ ଆତ୍ମା ଲାଭ କର, ଏଗୁଡାକ କର। ବାକି ତମର କଣ ଦରକାର ସବୁ ତମକୁ ଦିଆହବ ଲେଖା ନାହିଁ। ତେଣୁ ଆମେ ପ୍ରଭୁଙ୍କ ଠାରୁ ଶକ୍ତି ନେବ। ସେଦିନ କିଛି ଜଣେ ଯାଜକଙ୍କର 7 ପୁଅ ମାନେ ଭୂତ ଛଡଉଥିଲେ। ଗୋଟେ ଭୂତଗ୍ରସ୍ତ ଲୋକକୁ କହିଲେ, ଯୋଉ ଯୀଶୁଙ୍କୁ ପାଉଲ ପ୍ରଚାର କରୁଛନ୍ତି ତାଙ୍କ ନାମରେ କହୁଛୁ ବାହାରି ଯା। ସେ ଭୂତଗ୍ରସ୍ତ କଣ କହିଲା? ଆମେ ଯୀଶୁଙ୍କୁ ଜାଣୁ, ପାଉଲଙ୍କୁ ଚିହ୍ନୁ, ତମେ କି? ବିନା ଶକ୍ତିରେ କରିହବ। ଯୀଶୁ ଭୂତକୁ ଧମକେଇଲେ, ଆମେ ସେମିତି ଧମକେଇବାକୁ ହବ। ଶୟତାନର ସେ ବଡ ଚତୁରରେ କାର୍ଯ୍ୟ କରୁଛି, ଆମେ ଠିଆ ହବାକୁ ହବ। ପରସ୍ପର ଶାନ୍ତି ରହିବାକୁ, ଶତ୍ରୁକୁ ପ୍ରେମ କରିବାକୁ ହବ। କାହା ସହିତ ମାନଙ୍କର ଅଶାନ୍ତି ବିଶୃଙ୍ଖଳାରେ ଜାଣିବ ଏସବୁ ଶୟତାନର କାର୍ଯ୍ୟ। ଆତ୍ମିକ ଜୀବନ ନିଜକୁ ଷ୍ଟ୍ରଙ୍ଗ କରିବାକୁ ହବ, ବିଶେଷ କରି ପବିତ୍ର ଆତ୍ମାରେ ପୂର୍ଣ୍ଣ ହବାକୁ ହବ। ପ୍ରଭୁ ଆଉ ତାର ଶକ୍ତି ମଧ୍ୟ ଆମେ ସେତେବେଳେ ପ୍ରାପ୍ତ ହବା। ଆଉ ଦେଖିବା ଆପେ ଆପେ ଯୀଶୁ ଥରେ ଧମକ ଦେଲେ, ସେମିତିରେ ମୁଁ ତ କହିଲି ଆଗେ ଛୋଟବେଳେ ମତେ ଭୟ ଲାଗୁଥାଏ ଅନ୍ଧାର ଘରେ ପଶିବା ପାଇଁ, ସେ ଭୂତକୁ ଭୟ କରିବି। କିନ୍ତୁ ଆଉ ମୁଁ ଜାଣିଛି, ମୋର ମନେ ଅଛି ରାୟଚୁକାରେ ଥିଲାବେଳେ ମା ମତେ ରାତିରେ ଏକଦମ ଉଠେଇବ, ଆଉ ସେ ରାୟଚୁକାରୁ ଛାଡି ଗଲାବେଳେ ଡାଙ୍ଗେଶ୍ଵର ରାସ୍ତା ଗୁଡା ନୂଆ ସାହି ବୋଲି ଅଛି, ନୂଆ ସାହି ଛାଡୁ ଗଲାବେଳେ ଛାଡେ ରାତିରେ ଏକଦମ କେହି ଉଠି ନଥିବେ। ଏତେ ବଡ ଗାଁ ରାଇଜୁକାରେ ମୋ ମା କେମିତି ଯେ ମତେ ଉଠେଇବ, ଉଠେଇକି ମତେ ନିଜ କଣ ମଉଲ ଗୁଟେଇବାକୁ, ଆମ୍ବ ଗୁଟେଇବାକୁ କେହି ଯାଇନଥିବେ। ସେ ଥରେ ଆମ୍ବ ଗୁଟେଇଲା ବେଳକୁ ସେଇ ପାଖି ଗୋଟେ ଡୁମ୍ବା
କରୁଛି ଡୁଙ୍ଗା ହକୁଛି କହୁଛନ୍ତି ଆମ ସେମିତି ମତେ ଡର ଲାଗୁଛି ଡୁଙ୍ଗା ଡରୁଛି ନାଇଁ ବାପା ସିଏ ତାକୁ କିଛି ଡୁଙ୍ଗା ଫୁଙ୍ଗା ଡର ନାହିଁ ସେ କିଛି ନାହିଁ ବାପା ଫୁଟା ଫୁଟା କଣ ଗୋଟେ କରୁଛି ତ ସେମିତି ଆଉ ପଥର ମାରିବି ତାକୁ ମା କହୁଛି କିଛି ହବ ନାଇଁ ନା ପଥର ମାରିବି ତ ପଥର ତାକୁ ମାରାମାରି କରି ମା ଟିକେ ଗାଳି କଲା ସେ କଣ ଗୋଟେ ଭାବିକି ସେ ତାର ଗାଳି କରୁଛି ତାର ସିଷ୍ଟମରେ ମୋ ପିଲାକୁ ମୁଁ ନେଇକି ଆସିଛି ରାତିରେ କିଏ ତମେ ଏମିତି ତାକୁ ଡରଉଛ ମୁଁ ପଥର ପଥର ମାନେ ତାପରେ ସେ ସେମିତି କରି ଗଡ ଡରୁଥିଲି ତାକୁ ବଦଳି ଗଲି ପ୍ରଭୁ ମତେ ଭଲରେ ସେ ଡୁଙ୍ଗା ଗୁଡା ଦେଖିଲେ ଡରିବ ନାଇଁ ଯେମିତି କି ଏଠି ଯେତେବେଳେ କାମ ଆରମ୍ଭ ହେଲା ଆଉ ତମର ଜେଜେମା ପରା ସେ କଣ କଲା ଶେଷରେ କାହାକୁ ଗୋଟେ ଛୋଟ ପିଲାକୁ ଶୈତାନ କାର୍ଯ୍ୟ ହବ ତାକୁ ବହୁତ ଡାକିଲେ ତା ପାଞ୍ଚ ବତୀ ଘଡି ଧରେଇଛନ୍ତି ବଡ କଷ୍ଟରେ ପରେ ସେଟା ଉଭା ହେଲା ତାକୁ ଶୁଣିଛି ମୁଁ ତାପରେ ସେ କହୁଛି ଆଉ ଦେବତା ମାନେ ଏଠି ରହୁନାହାନ୍ତି ଗଛେ ପତ୍ର ହେଇକି ସବୁ ତାଙ୍କର ଜୀବନ ହେଇଛି ସେ ଯୀଶୁନାଥ କୁ ଡାକିବା ଠାରୁ ଆଉ ଦେବତା ମାନେ ରହୁନାହାନ୍ତି ସେ ପିଲାକୁ ସେ ବୁଡ୍ରେର ପିଲାକୁ ଡାକ ସେ ପ୍ରାର୍ଥନା କଲେ ଭଲ ହବ ସେ ମାନୁଥିଲା ଏମିତି ଭାବରେ ଭୂତ ପ୍ରେତ ସବୁ ପଳେଇବେ ଅନେକ ଦିନ ପର୍ଯ୍ୟନ୍ତ ଲାଗିଗଲେ ତାପରେ ଆଉ ଲେଖା ହେଇଛି ବାଇବେଲରେ ଯାହାକୁ ଶୟତାନର ସିଂହାସନ କହନ୍ତି ସେଇଠି ତୁମେ ବାସ କରୁଛ ଏଇ କଥା ଆମେ ଜାଣୁ ମାତ୍ର ସେ ସିଂହାସନ ଶୟତାନର ସିଂହାସନକୁ ଜୀବିତୀଶ୍ୱରଙ୍କର ଯୀଶୁଖ୍ରୀଷ୍ଟଙ୍କର ସିଂହାସନରେ ପାଳନ କରାଯାଏ ତଥାପି ବେଳେ ବେଳେ ପ୍ରଭୁ ଆଲାଉ କରୁଛନ୍ତି ନିଜକୁ ଦେଖିବା ସଜାଡ଼ିବା ଷ୍ଟ୍ରଙ୍ଗ ହେବା ଶକ୍ତି ପାଇବା ଜଗତକୁ ବଦଳେଇବା ଆମେ ଯେମିତି ଉଦ୍ଧାର ପାଇଛୁ ଅନ୍ୟମାନଙ୍କୁ ଆମକୁ ଉଦ୍ଧାର କରିବାକୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏ ବାକ୍ୟ ବୁଝିବା ପାଇଁ ପ୍ରତ୍ୟେକକୁ ସାହାଯ୍ୟ କରନ୍ତୁ ବୁଦ୍ଧିର ଦ୍ୱାର ଖୋଲି ଦିଅନ୍ତୁ ଆଉ କିଛି ସମୟ ପାଇଁ ଆମେ ପ୍ରାର୍ଥନା କରିବା ଠିଆ ହେଇକି ଆଖି ବନ୍ଦ କରି ସମସ୍ତେ ଠିଆ ହେଇଯିବେ ହାଲେଲୁୟା ପ୍ରେଜ୍ ଦ ଲର୍ଡ ସମସ୍ତେ ଠିଆ ହବ ଆଖି ବନ୍ଦ କର କଥାବାର୍ତ୍ତା କରିବନି ଦୁଇ ହାତ ଉପରକୁ ଉଠେଇବ ଆଉ ହାତ ହଲେଇବ ଆଉ ହାତ ଭଲରେ ହାତ ଉପରକୁ ଉଠାଉ ସମସ୍ତେ ଠିଆ ହବ ଆଖି ବନ୍ଦ କରି ଦୁଇ ହାତ ଉପରକୁ ଉଠାଉ ଭଲରେ ଉଦାରାବାନି ଖାରାବ ସାକାରାବାନି ଖାରାବ ହାଲେଲୁୟା ଆସ୍ତେ ଆସ୍ତେ ଆଉ ପରଭାଷା କହିବାକୁ ଆରମ୍ଭ କର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ପ୍ରାର୍ଥନା କରି ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଆମକୁ ବଦଳି ଯିବାକୁ ହବ ହାଲେଲୁୟା ପ୍ରଭୁଙ୍କର ଶକ୍ତି ପାଇବାକୁ ହବ ଶୈତାନର ଶାନ୍ତି ଛାତିର ବିରୁଦ୍ଧରେ ଆମକୁ ଦଣ୍ଡାୟମାନ ହବାକୁ ହବ ତାର ସମସ୍ତ ଜାତିର ବିରୁଦ୍ଧରେ ରାବାନି ଖାରାବ ସାକାରାବା କୁହ ମୁଖ ଖୋଲା କରି ପରଭାଷା କହିବାକୁ ଆରମ୍ଭ କର ହାଲେଲୁୟା କୁଶବା ରାବା 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 ପ୍ରତ୍ୟେକ ଜଣ ଯୋଉମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଇଛ ପରଭାଷା କହୁଛ ପରଭାଷା କହିବାକୁ ଆରମ୍ଭ କର ହାଲେଲୁୟା 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 ପରଭାଷା କହିବା ସମୟରେ ଆମେ ନିଗୁଡ ବିଶ୍ୱାସ ନିକଟରେ ରହିଥାଉ ଆମର ଆତ୍ମିକ ଜୀବନ ପ୍ରଭାବ ହେଇଥାଏ ପବିତ୍ର ଆତ୍ମାକୁ ପାଇବାକୁ ଉଦାରାବାନି ଖାରାପ ସାକା ଦବା ପରଭାଷା କହିବା ପ୍ରାର୍ଥନା କର ନିରବ ନାହିଁ ପ୍ରଭୁଙ୍କୁ କହ ମତେ ଶକ୍ତି ଦିଅ ମତେ ପବିତ୍ର ଆତ୍ମା ଦିଅ ମତେ ତୁମର ଦର୍ଶନ ଦିଅ ମତେ ବଦଳି ଦିଅ ହାଲେଲୁୟା ମୁଁ ଶୈତାନର ସବୁ ଚାକିରି ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ଚାହୁଁଛି ପୁରା ସାକାରାତ୍ମା ଶୈତାନର କାର୍ଯ୍ୟକୁ ବିନାଶ କରିବାକୁ ଚାହୁଁଛି the name of Jesus the name of Jesus hallelujah 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 পুরা বাবা 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 পুরাবানি খারাপ সাকারাত্মা সমস্ত খোলা করে আত্মার করে করো দুঃখ করে করো দুঃখ করো হালেলুয়া প্রেজ দ্য লর্ড শয়তানকে খাতনা করতে বিনাশ করো the name of Jesus hallelujah ঈশ্বর hallelujah 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 ধন্যবাদ 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 holy 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 ইলাবা প্রমাণ holy 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 hallelujah 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 এই
ଅନେକ ବିନାଶମାନଙ୍କ ମଧ୍ୟରେ ଆଜି ହଠାତ୍ଙ୍କର ଦୃଷ୍ଟି ପ୍ରଭୁ ଦେବେ Hallelujah. ଶକ୍ତି ପ୍ରଦାନ କରିବେ ଆମମାନଙ୍କ ଜୀବନକୁ ବଦଳିବେ ଆମଙ୍କ ସଂସାର Hallelujah. Praise God. Mighty God, Heavenly Father. Thank you, Jesus. ମୁଁ ଏ ଗୀତ ଗାଇଲା ବେଳେ ଏଇଟା ଗୋଟେ ଜଣାଶୁଣା ପୁରୁଣା ଗୀତ। এই ଗୀତ ଗାଇଲା ବେଳେ ମୋ ସହିତ ସମସ୍ତେ ଗାଇବ, ହାତ ତାଳି ମାରିବ, ବାଜା ସହିତରେ ଆତ୍ମାରେ ଉତ୍ତପ୍ତ ହୋଇ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଆଉ ପବିତ୍ର ଆତ୍ମାଙ୍କ ମଧ୍ୟରେ ଗମନାଗମନ କରିବେ। ଆଉ ଯୋଉଠି ପ୍ରଭୁଙ୍କର ଆତ୍ମା ସେଠାରେ ସ୍ୱାଧୀନତା, ଆମେ ସ୍ୱାଧୀନ ହେଇଯିବା। ଆମମାନଙ୍କର ପାପରୁ, ରୋଗରୁ, ଚିନ୍ତାରୁ, ଦୁଃଖରୁ, ବିଫଳତା, ନୈରାଶ୍ୟ, ପରୀକ୍ଷାରୁ ଆମେ ମୁକ୍ତ ହେଇଯିବା। ହାଲେଲୁୟା। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ।
मात्र तुम्हें सेमानकु मनोनीत करिथिल पूर्व निरूपित संकल्प अनुसार आउ दिवाजको स्वस्थता दे तुम्हारो मंडली तुम्हें स्थापित करो प्रभु सेमाने बदली गले ए अंचल पाई तुम्हें सेमानकु आदर्श करो महा ज्योति करो पूरा मात्रामणि करो साइकल ज्ञान मानिखा अनेक अनेक आश्चर्य कर्म करिछ अनेक शैतान कार्य हेछि मात्र आश्चर्य कर्म किछि कम हे नाही बड़ बड़ आश्चर्य कर्म हेछि पूरा मात्रामणि करो आगामी दिन में आ अधिक हो कारण विश्वास मानकर चक्षु खुली गला शैतान शत्रु रे बहुत काम करूछि जने जागतिक भाबरे समाने ताकू मुकाबिला करिवे नाही आत्मिक भाबरे करिवे पवित्र आत्मा रे पूर्ण हेबे शक्ति पाइबे प्रार्थना करिवे प्रभुकर प्रशंसा धन्यवाद करिवे शत्रु को प्रेम करिवे शैतान हारिबो सेतबेले पूरा मात्रामणि खारबा से जानि सारलानी से दुर्बल से जानि सारलानी से पराजित हो से आउथरे करि पाइबो नै तो धन्यवाद दो प्रत्येक अनुग्रह करो उपस्थित समस्त दया करो अमरके सब मंडली को दया करो अति शीघ्र सब मंडली को जाई हमन को कार्य करिवा को हो उत्साह उद्दीपना आनिवा को हो पवित्र आत्मा को कार्य करिवा को हो दुर्बल मान को सबल करिवा को हो रोगी माने सुस्थ हेबे आश्चर्य काममान प्राप्त हेबे जार दीप निभि जाउची से निबुद्धि कन्या परि सबाने शीघ्र जाइबे जेतु शीघ्र विश्वास शांति आज उपस्थित प्रत्येक को दया करो पाप क्षमा करो जहार छोट बड़ रोग व्याधि सुस्थ करो शत्रु शैतान कार्य विनाश करो परस्पर को प्रगाढ़ प्रेम रे प्रेम करिवा पई अनुग्रह करो कारण प्रेम बहुल पाप आच्छादन करे हालेलुया पूरा वर्षा पूरा मात्रामणि खायो वर्षा केला जे प्रेम करे से ईश्वर को ठारो जात कारण ईश्वर को प्रेम जे प्रेम करे नाही से ईश्वर को जाने नाही हे प्रभु ए केते बड़ सांघातिक कथा जदि केही हमकु कहिबो तमे ईश्वर को जानो नाही तमे ईश्वर को जानो नाही केमिति मानिबो आमे जत वर्षा में बदली जाइछु पवित्र आत्मा को दान प्राप्त सेवा कार्य करिछु प्रभुकर वाक्य मानिछु नाना आश्चर्य कर्म हेछि जदि केही कहिबो जे तमे ईश्वर को जानो नाही केमिति आमे ता मानिबो सुनिबो सहयोग करि पाइबो किंतु समाने कहिबे जेहेतु तुमे प्रेम करिना हो
ତୁମଠାରେ ପ୍ରେମ ନାହିଁ ଶତ୍ରୁକୁ ବି ପ୍ରେମ କରିବା ପ୍ରଭୁ ତୁମେ ଆମମାନଙ୍କୁ ଦୟା କର ଆମମାନଙ୍କୁ ପ୍ରତ୍ୟେକଙ୍କୁ ବଦଳି ଦିଅ ପ୍ରତ୍ୟେକଙ୍କୁ ସ୍ପର୍ଶ କର ଆଶୀର୍ବାଦ କର ଛୋଟ ବଡ଼ ପିଲା ପ୍ରତ୍ୟେକଙ୍କୁ in the name of Jesus in the name of Jesus hallelujah shabara bara 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 আমাদের সব মণ্ডলী অপ্রভু এই আমাদের গজপতি জেলার মহানাঞ্চল কটকর মণ্ডলী চারিয়াড়ে ଥିବା আমাদের মণ্ডলী সে ভরসরে অজয় মাস্টার তাଙ୍କ নেতৃত্বে মণ্ডলী প্রত্যেক অনুগ্রহ এপরিকি আହୁରି ଅନେକ ଆମଙ୍କ ସମୟରେ ଥିଲେ ସେମାନେ ଯଦି ଆମ ସାଙ୍ଗରେ ନାହାନ୍ତି ମାତ୍ର ସେମାନେ ଆମର ପ୍ରଭୁ ତୁମେ ପୁସ୍ତକରେ ଆଉ ହିସାବ ରଖିଥିବ ଆମ ହିସାବରେ ଯିବ ଆମ ପୂର୍ବରୁ ସତ୍ୟ ବାକ୍ୟ ସେମାନଙ୍କୁ କେହି କହିନଥିଲା ପବିତ୍ର ଆତ୍ମାଙ୍କ ଦାନ ସେମାନେ ପ୍ରାପ୍ତ ହିଁ ନଥିଲେ ତେଣୁ ପ୍ରଭୁ ସେ ସମସ୍ତଙ୍କୁ ସ୍ମରଣ କରୁଛୁ ତୁମେ ଅନୁଗ୍ରହ କର ତୁମେ ଯେମିତି ଚାହ ଆମମାନଙ୍କୁ ସେମିତି ଭାବରେ ବ୍ୟବହାର ପ୍ରଶଂସା ଗୌରବ ଯେମିତି ତୁମରି ହସ୍ତରେ ଆମେ ସମସ୍ତେ ନିଜ ନିଜକୁ ସମର୍ପଣ କରି ଶୁଣିଲ ବୋଲି ଧନ୍ୟବାଦ ଦେଇ ନିତ୍ୟ ଜୀବିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ପ୍ରାର୍ଥନା କରୁଅଛି ଦୁଇ ହାତ ସମସ୍ତ ଉପରକୁ ଉଠେଇବା ମୋତେ ଭଲ ଲାଗେ ଯୀଶୁ ନାମ ମୋତେ ଭଲ ଲାଗେ ଯୀଶୁ ନାମ ସେ ମଧୁର se mottura se sudana jonatare jisuna namotar mate bhalage jisuna Jesus se namore sangi se nameno kodi Jesus name sangi se nameno kodi otulo se namo amaro se namo otulo se namo ସେଥିପାଇଁ ଭଲ ଲାଗେ ସବୁଠାରୁ ଯୀଶୁ ନାମ ମୋତେ ଭଲ ଲାଗେ ଯୀଶୁ ନାମ ମୋତେ ଭଲ ଲାଗେ ଯୀଶୁ ନାମ ସେହି ନାମ ଜପି বিতুদিন রামি যিশু নাম জপি বিতুদিন রামি বিনা সেই নাম বৃথায় জীবন বিনা সেই নাম বৃথায় জীবন জিনহীন পাপী পাই সুনামে অছি পরিত্রাণ মতে ভাল লাগে যিশু নাম মতে ভাল লাগে যিশু নাম ଏଥିରେ ପିତା ଈଶ୍ୱରଙ୍କର ପ୍ରେମ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅନୁଗ୍ରହ ପବିତ୍ର ଆତ୍ମାଙ୍କର ସହଭାଗିତା ପ୍ରଭୁ ଶ୍ରୀକୃଷ୍ଣଙ୍କର ଗୌରବମୟ ପୁନରାଗମନ ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କ ସହବର୍ତ୍ତୀ ହୁଅନ୍ତୁ ଜୟ ଯୀଶୁ ମସିହ କି ଜୟ ଯୀଶୁ ମସିହ କି ଜୟ ଯୀଶୁ ମସିହ କି ହାଲେଲୁୟା 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 ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ